ଆଜିର ଏହି ସୁନ୍ଦର ମୁହୂର୍ତ୍ତରେ ପ୍ରଭୁଙ୍କର ସେହି ପବିତ୍ର ମହାନାମର ଗୌରବ ହେଉ। ଆମମାନଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଛି ଯେ ଖ୍ରୀଷ୍ଟ ଯୀଶୁ କାହିଁକି ଆସିଲେ? ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏ ବେଥଲେହେମ୍ରେ ମରିୟମଙ୍କ ଗର୍ଭ ଦେଇ ଜନ୍ମ ହେଲେ, ସେ ଯୀଶୁ ଖ୍ରୀଷ୍ଟ ପ୍ରକୃତରେ କିଏ? ବାଇବେଲରେ ତାଙ୍କ ବିଷୟରେ କ'ଣ କୁହାଯାଏ? ସେ 2000 ବର୍ଷ ତଳର ଖ୍ରୀଷ୍ଟ ଯିଏକି ରକ୍ତମାଂସଧାରୀ ମନୁଷ୍ୟ ହେଇକି ଜଗତରେ ଜନ୍ମ ହେଲେ, ତାଙ୍କର ଅସ୍ତିତ୍ୱ ଏବଂ ତାଙ୍କର ବ୍ୟକ୍ତିତ୍ୱ କ'ଣ କେବଳ 2000 ବର୍ଷ ତଳର? ଏ ବିଷୟରେ ଅନେକ ପ୍ରଶ୍ନ ଆସେ ଯେ ଖ୍ରୀଷ୍ଟଙ୍କର ଏହି ଜନ୍ମ ଜୟନ୍ତୀରେ ତାଙ୍କର ଜନ୍ମ ହେବାର ଉଦ୍ଦେଶ୍ୟ, ତାଙ୍କର ଆସିବାର ମୂଳ ଲକ୍ଷ୍ୟ କ'ଣ ଥିଲା? ଏବଂ ଯୀଶୁଖ୍ରୀଷ୍ଟଙ୍କର ଏହି ଜନ୍ମ କେବଳ ପାଳନ କରିବା ପାଇଁ ନୁହେଁ, କିନ୍ତୁ ତାଙ୍କର ଆଗମନର କାରଣ ଯଦି ଆମେ ଠିକ୍ରେ ବୁଝିବାକୁ ପାରିବା, ଆଉ ସେ ଯିଏ ଆଗମନ କଲେ 2000 ବର୍ଷ ତଳେ, ସେ ବ୍ୟକ୍ତି ପ୍ରକୃତରେ କିଏ? ଈଶ୍ୱରଙ୍କ ବାକ୍ୟ ବାଇବେଲ ତାଙ୍କ ବିଷୟରେ କ'ଣ କୁହେ? ଏବଂ ତ ସଙ୍ଗେ ସଙ୍ଗେ ସେ ଆସିବାର ଯେଉଁ ଉଦ୍ଦେଶ୍ୟ ଥିଲା ତାହା ସାଧନ କଲେ କାହିଁକି କଲେ, କାହା ପାଇଁ କଲେ? ଏଇଟା ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟଟେ। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀମାନେ, ଆମମାନେ ଆଜି ଏହି ସମୟରେ ଯେତେବେଳେ କି ପ୍ରଭୁଙ୍କ ବାକ୍ୟ ଶୁଣିବା ନିମନ୍ତେ ଏକତ୍ର ହେଇଛୁ ବିଭିନ୍ନ ଜାଗାରେ, ଆମମାନେ ଦେଖିବା କି ଈଶ୍ୱରଙ୍କ ବାକ୍ୟ ବାଇବେଲ ଏ ବିଷୟରେ କ'ଣ କହୁଛି। ଯଦି ଆମେ ଯେଶାଇଙ୍କ ବିବରଣୀକୁ ଯିବା 9 ପର୍ବର 6 ଆଉ 7 ପଦରେ ଏପରି ଲେଖାଯାଏ। 6 ପଦ, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି। ଏଇଟା ଯେଶାୟ ଭବିଷ୍ୟତ ବକ୍ତାଙ୍କ ମୁଖ ଦେଇ ପରମେଶ୍ୱରଙ୍କର ଭାବବାଣୀ। ପାଖାପାଖି 700 ଖ୍ରୀଷ୍ଟପୂର୍ବରେ ଏହି ଭାବବାଣୀ ହେଇଥିଲା। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜ ହେବ। ଆଶ୍ଚର୍ଯ୍ୟ ବିଷୟ ଲେଖାଯାଇଛି। ଏଇ ଯେଉଁ ବାଳକ ଜନ୍ମି ଅଛନ୍ତି ବା ଖ୍ରୀଷ୍ଟଙ୍କ ବିଷୟରେ ଯାହା ଏଠି ଯେଶାୟଙ୍କ ମୁଖ ଦେଇ ପ୍ରଭୁ ପ୍ରକାଶ କରୁଛନ୍ତି, ଆମମାନଙ୍କ ଏକ ପୁତ୍ର ଦତ୍ତ ହୋଇଛନ୍ତି। କାହିଁକି ପୁତ୍ରଙ୍କୁ ଦତ୍ତ କରାଯାଇଛି ବା ପୁତ୍ରଙ୍କୁ କାହିଁକି ଦିଆଯାଇଛି? ଆଉ ସେ କ'ଣ କରିବେ? ତାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ବା ଶାସନର ଭାର, ରାଜତ୍ୱର ଭାର ଥୁଆଯିବ। ଯିଏ ବେଥଲେହେମ୍ରେ ଜନ୍ମ ହେଲେ ଯୀଶୁଖ୍ରୀଷ୍ଟ କୁମାରୀ କନ୍ୟାଙ୍କ ଗର୍ଭ ଦେଇ, ତାଙ୍କର ସ୍କନ୍ଧରେ ପୃଥିବୀର କର୍ତ୍ତୃତ୍ୱର ଭାର ଥୁଆଯିବ। ଏବଂ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ରାଜ୍ୟ ଗ୍ରହଣ କରିବେ, ସେ ରାଜ୍ୟ ଶେଷ ହେବ ନାହିଁ। ବାଇବେଲ କଥା କହୁଛି ତାଙ୍କ ରାଜ୍ୟ କେବେ ଶେଷ ହେବ ନାହିଁ। ପୃଥିବୀରେ ତାଙ୍କର ଶାନ୍ତି ରାଜ୍ୟ ହେବ 1000 ବର୍ଷ, ତାପରେ ଅନନ୍ତ ରାଜ୍ୟ ଆରମ୍ଭ ହେବ, ଯାହାକି ଅନନ୍ତ କାଳ, ଯାହାର ଅନ୍ତ ନାହିଁ। ଏବଂ ଲେଖାଯାଇଛି ତାହାଙ୍କର ନାମ ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜ ହେବ। ତାଙ୍କ ନାମ ଅନନ୍ତକାଳୀନ ପିତା, ପରାକ୍ରାନ୍ତ ପରମେଶ୍ୱର। ପୁତ୍ର ହେଇକି ଜଗତରେ ଜନ୍ମ ହେଲେ ଗୋଟେ ପରିବାରରେ, ଜଗତରେ ଜନ୍ମ ହେବାକୁ ହେଲେ କୌଣସି ନା କୌଣସି ପରିବାରରେ ଗୋଟେ ପୁଅ ବା ଝିଅ ହିସାବରେ ଜନ୍ମ ହେବା ପାଇଁ ପଡ଼ିବ। ଆଉ ସେ ପୁତ୍ର ହେଇକି ଜନ୍ମ ହେଲେ, ତାଙ୍କୁ ମନୁଷ୍ୟ ପୁତ୍ର ବୋଲି ବାଇବେଲ କୁହେ। ସେ ଈଶ୍ୱରଙ୍କ ପୁତ୍ର ଥିଲେ ଏବଂ ସେ ମନୁଷ୍ୟ ପୁତ୍ର ହେଇକି ଜଗତରେ ଜନ୍ମଗ୍ରହଣ କଲେ। ତାର ପ୍ରକୃତ ଉଦ୍ଦେଶ୍ୟ ଥିଲା, ତାର ରହସ୍ୟ ଥିଲା, ସେ ଈଶ୍ୱରଙ୍କ ସନ୍ତାନ, ଜଗତର ମନୁଷ୍ୟମାନଙ୍କର ସନ୍ତାନମାନଙ୍କୁ ଈଶ୍ୱରଙ୍କ ସନ୍ତାନ କରିବାର ଉଦ୍ଦେଶ୍ୟ ନେଇକି ଜଗତକୁ ଆସିଥିଲେ। ସେ ବିଷୟ ଆମେ ଆଉ ଟିକେ ପ୍ରାଞ୍ଜଳ କରିକି ଦେଖିବା। ସେଇ ଅନନ୍ତକାଳୀନ ପିତା, ତାଙ୍କର ନାମ ଅନନ୍ତକାଳୀନ ପିତା, ତାର ଅର୍ଥ ଅନନ୍ତ କାଳ, ଯେଉଁ କାଳର ଅନ୍ତ ନାହିଁ, ସେଇ ପିତା ସିଏ। ଅନାଦି ଅନନ୍ତ ବୋଲି ବାଇବେଲ ତାଙ୍କ ବିଷୟରେ କୁହେ। ଅନାଦି ଅନନ୍ତ, ଗୋଟେ ଆଶ୍ଚର୍ଯ୍ୟ ବିଷୟ ପ୍ରଭୁଙ୍କ ବାକ୍ୟରେ। ଏବଂ କ'ଣ ଲେଖାଯାଇଛି? 7 ପଦରେ ଲେଖାଯାଇଛି, ତାହାଙ୍କର କର୍ତ୍ତୃତ୍ୱ ବୃଦ୍ଧି, ଶାନ୍ତିର ସୀମା ରହିବ ନାହିଁ। ତାଙ୍କର କର୍ତ୍ତୃତ୍ୱ ବା ତାଙ୍କର ଶାସନ ବା ତାଙ୍କର ରାଜତ୍ୱର ବୃଦ୍ଧି ହେବ, ସୀମା ରହିବ ନାହିଁ। ସେ ସୀମିତ ବର୍ଷ ପାଇଁ 100 ବା 200 ବର୍ଷ କି 400 କି 500 ବର୍ଷ କି 1000 ବର୍ଷ ରାଜତ୍ୱ କରିବେ ନାହିଁ। ତାଙ୍କର କୌଣସି ଶାସନର ସୀମା ରହିବ ନାହିଁ। ଆଉ ପ୍ରଭୁଙ୍କ ବାକ୍ୟ ଲେଖାଯାଇଛି, ସେ ଦାଉଦଙ୍କ ସିଂହାସନରେ ତାହାଙ୍କ ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାରେ ଏକ୍ଷଣାବଧି ଅନନ୍ତକାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ।
ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ୟୋଗ ସାଧନ କରିବ। ତାଙ୍କର ଶାସନ ଏକ୍ଷଣବଧି ଯେତେବେଳେ ଆରମ୍ଭ କରିବେ ପ୍ରଭୁ ଶାସନ ଏ ପୃଥିବୀରେ ଅନନ୍ତକାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଆଉ ସୁଦୃଢ଼ ହେବ। ଏଇଟା ଥିଲା ପ୍ରଭୁଙ୍କର ଏଇ ଜଗତକୁ ଆଗମନ କରିବାର ଉଦ୍ଦେଶ୍ୟ। କିନ୍ତୁ ସେ ପ୍ରଥମେ ଯେତେବେଳେ ବାଳକ ହୋଇକି ଜନ୍ମ ହେଲେ ଆସିବାର ଉଦ୍ଦେଶ୍ୟ କ'ଣ ଥିଲା? ଏ ଦ୍ୱିତୀୟ ଅଂଶ ଯେଉଁଟା ମାନେ ପଢ଼ିବେ 7 ପଦ, ସେଇଟା ଖ୍ରୀଷ୍ଟଙ୍କର ଆଗମନ ଯେଉଁ ହେବ ଆଗକୁ ହେବାକୁ ଯାଉଛି। ବାଇବଲ ଏକଥା କହୁଛି ଯେ ଖ୍ରୀଷ୍ଟଙ୍କର ପୁନଃ ଆଗମନ ହେବ। ସେ ଆପଣା ଲୋକମାନଙ୍କୁ, ତାଙ୍କଠାରେ ବିଶ୍ୱାସ କରୁଥିବା ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ, ତାଙ୍କୁ ଗ୍ରହଣ କରୁଥିବା ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ତାଙ୍କର ରକ୍ତରେ କ୍ରୀତ ମଣ୍ଡଳୀକୁ ନେବା ପାଇଁ ଆସିବେ ତୁରୀବାଦ୍ୟରେ, ମେଘରଥରେ, ଏବଂ ସେ ଏଇ ଜଗତକୁ ଆଗମନ କରିବେ, ଯାହାକୁ ଦ୍ୱିତୀୟ ଆଗମନ କୁହାଯାଏ। ଆଉ ସେ ଆଗମନ ସମୟରେ ଯେଉଁ ସମସ୍ତ ଘଟଣା ଘଟିବ ସେ ସମସ୍ତ ବିଶ୍ୱ ଈଶ୍ୱରଙ୍କ ବାକ୍ୟ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରେ। ହେଲେ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ଜଗତରେ ଜନ୍ମ ହେଲେ 2000 ବର୍ଷ ତଳେ ପାଖାପାଖି, ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରକୃତରେ କିଏ ଥିଲେ? ତାଙ୍କର ପ୍ରାରମ୍ଭ କେଉଁଠି? ଯଦି ଆମେ ମିଖା ଭବିଷ୍ୟତ ବକ୍ତାଙ୍କର ଭାବାଣୀକୁ ଯିବା, ଆପଣ ପାଇପାରିବେ 5 ପର୍ବର 2 ପଦରେ ଲେଖାଯାଇଛି ତାଙ୍କର ଉତ୍ପତ୍ତି ବା ତାଙ୍କର ଉତ୍ସ, ସେ କେଉଁଠୁ ଆରମ୍ଭ ହେଲା ତାଙ୍କ ଜୀବନୀ ଈଶ୍ୱରଙ୍କ ବାକ୍ୟରେ, ବା ଖ୍ରୀଷ୍ଟଙ୍କର ଉତ୍ପତ୍ତି ବିଷୟରେ ଯାହା କୁହାଯାଉଛି। ମାତ୍ର ହେ ବେଥଲେହେମ୍ ଉଫ୍ରାଥା, ଜିହୁଦାର ସହସ୍ରଗଣ ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ। ଆଉ ବାଇବଲ ପ୍ରମାଣ କରେ 2 ପଦର ଶେଷ ଅଂଶରେ ପୁରାତନ କାଳରୁ, ଏ ଯେଉଁ ପୁରାତନ କାଳ କହିଲେ କେତେ ବର୍ଷ ଆମେ ଜାଣିନୁ ତାକୁ, ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି, ଅନାଦି କାଳରୁ, ତାର ଅର୍ଥ ଯେଉଁ କାଳର ଶେଷ ନାହିଁ, ଅନାଦି ବା ଆରମ୍ଭ ନାହିଁ, ସେଇ କାଳରୁ ତାହାଙ୍କର ଉତ୍ପତ୍ତି। ତାର ତ ବାଇବଲ ପ୍ରମାଣ କରେ ଯେ ଯୀଶୁଖ୍ରୀଷ୍ଟ ରକ୍ତମାଂସଧାରୀ ମନୁଷ୍ୟ ହେଇକି ବେଥଲେହେମରେ ଜନ୍ମ ହେଲେ 2000 ବର୍ଷ ତଳେ। ଯଦି ଆଜି 2020 ବର୍ଷ ଆମେ ଦେଖୁଛୁ, 2020 ବୋଲି କହୁଛୁ, ତାହେଲେ ତାଙ୍କର ଜନ୍ମକୁ ଯଦି ଆମେ ଦେଖିବା ଖ୍ରୀଷ୍ଟପୂର୍ବ ଆଉ ଖ୍ରୀଷ୍ଟାବ୍ଦରେ ତାଙ୍କ ଜନ୍ମ ଦ୍ୱାରା ଇତିହାସକୁ ଭାଗ କରାଯାଇଛି, ବା ଯୀଶୁଖ୍ରୀଷ୍ଟ ହେଉଛନ୍ତି ଇତିହାସର କେନ୍ଦ୍ରବିନ୍ଦୁ। ଐତିହାସିକମାନେ ନିର୍ଦ୍ଧାରିତ କଲେ ଯେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ହେବା ପରଠାରୁ ଖ୍ରୀଷ୍ଟାବ୍ଦ ଏବଂ ତା ପୂର୍ବରୁ ଖ୍ରୀଷ୍ଟପୂର୍ବ, এই ଖ୍ରୀଷ୍ଟାବ୍ଦ ଖ୍ରୀଷ୍ଟପୂର୍ବ ଦ୍ୱାରା ପୃଥିବୀର ସମୟକୁ ନିର୍ଦ୍ଧାରଣ କରାଯାଏ, ଇତିହାସ ଏବଂ ଅନ୍ୟାନ୍ୟ ସମସ୍ତ ହିସାବ କିତାବ। ହେଲେ ତାହାଙ୍କର ଉତ୍ପତ୍ତି ବିଷୟରେ ବାଇବଲ କୁହେ ତାହାଙ୍କର ଉତ୍ପତ୍ତି ଅନାଦି କାଳରୁ, ସେ ମହାନ ପରମେଶ୍ୱରଙ୍କ ଉତ୍ପତ୍ତି ଅନାଦି କାଳରୁ। ସେ ସିନା ଜନ୍ମ ହେଲେ ବେଥଲେହେମରେ, ନାଜରିତରୁ ବେଥଲେହେମକୁ ସେମାନେ ଆସିଲେ, ଆଉ ସେମାନେ ବେଥଲେହେମରେ ତାଙ୍କ ପାଇଁ ରହିବା ପାଇଁ ଜାଗା ନଥିଲା। ଆମେ ଏ ବିଷୟରେ ଭଲରେ ଜାଣିଛୁ। ପ୍ରାୟ 70 ମାଇଲ ରାସ୍ତା, ଆପଣ ଭାବନ୍ତୁ କେତେ କଷ୍ଟ ହୋଇଥିବ, 70 ମାଇଲ ରାସ୍ତା, କେତେ ଦିନ ଲାଗିଥିବ ତାଙ୍କୁ। ଆଉ ସେ ଯେଉଁ ବ୍ୟକ୍ତି ଜନ୍ମ ହେଲେ ତାଙ୍କର ଅସ୍ତିତ୍ୱ ବିଷୟରେ କିଛି ମୁଁ କହିବା ପାଇଁ ଚାହୁଁଛି। ଈଶ୍ୱରଙ୍କ ବାକ୍ୟ ବାଇବଲ ଏ ବିଷୟରେ କ'ଣ କୁହେ? କାହିଁକି ସେ ଏଇ ବ୍ୟକ୍ତି ବା ଯୀଶୁଖ୍ରୀଷ୍ଟ ଯାହାଙ୍କ ବିଷୟରେ ଆମେ କଥାବାର୍ତ୍ତା କରୁଛୁ, ତାହାଙ୍କର ଉତ୍ପତ୍ତି ଅନାଦି କାଳରୁ। ପ୍ରଥମ ତିମୋଥିକୁ ଯଦି ଆମେ ଯିବା, ତିମୋଥିଙ୍କ ନିକଟକୁ ପାଉଲଙ୍କର ପତ୍ର 6 ପର୍ବ ଏବଂ 14, 15, 16 ପଦରେ ଏପରି ବର୍ଣ୍ଣନା କରାଯାଏ, ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ରୁହ। 15 ପଦରେ, ଯେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କ ପ୍ରଭୁ, ଯେ ଏକମାତ୍ର ଅମର, ଏକମାତ୍ର ଅମର, ଖ୍ରୀଷ୍ଟଙ୍କୁ ଛାଡ଼ି ଅମର କେହି ନାହିଁ, ପୃଥିବୀର ପ୍ରାରମ୍ଭରୁ ଏବଂ ପୃଥିବୀର ଶେଷ ପର୍ଯ୍ୟନ୍ତ। ଯେ ମଣିଷକି ଜନ୍ମ ହୋଇଛି କେହି ଅମର ନୁହନ୍ତି, ଏବଂ ଈଶ୍ୱର ଜଣେ ଏକମାତ୍ର ଅମର, ଏକମାତ୍ର ଅମର, ଅଗମ୍ୟ ଜ୍ୟୋତି ନିବାସୀ। ସେ ଜ୍ୟୋତିରେ ବାସ କରନ୍ତି, ତାଙ୍କର ବାସସ୍ଥାନ ହେଉଛି ଜ୍ୟୋତି ବା ଅଗ୍ନି, ଅଗ୍ନି ଭିତରେ ବାସ କରନ୍ତି। ସେ ଜ୍ୟୋତି ନିର୍ବାସୀ ବା ଜ୍ୟୋତି ନିର୍ବାସୀ, ଅଗମ୍ୟ ଜ୍ୟୋତି ନିବାସୀ, ଯାହାଙ୍କ ଭିତରକୁ କେହି ଯାଇପାରେ ନା, ଅଗମ୍ୟ ବା ଯାଇପାରିବେ ନାହିଁ, କୌଣସି ଲୋକ ସେ ଜ୍ୟୋତି ଭିତରକୁ ଯାଇପାରିବେ ନାହିଁ, ବା ତାଙ୍କ ନିକଟକୁ ଯିବା ପାଇଁ କୌଣସି ଲୋକ ସକ୍ଷମ ହୋଇପାରିବେ ନାହିଁ, ଯେ ସେ ଜ୍ୟୋତି ଭିତରେ ବାସ କରନ୍ତି। ଏବଂ ବାଇବଲ ପ୍ରମାଣ କରେ, ଏ ତଳେ ଲେଖାଯାଇଛି, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖିପାରେ ନାହିଁ,
से उपयुक्त समय ताहा दर्शाइबे। जो परमेश्वर अगम्य ज्योति निवासी एकमात्र अमर एकमात्र सम्राट परम धन्य जी राजा मानक राजा प्रभु मानकर प्रभु से उपयुक्त समय ताहा दर्शाइबे। कौन दर्शाइबे? से जीशुख्रीष्ट हे जेतेबेले जन्मग्रहण करेंगे पृथ्वी रे एक माँ गर्भरु से विषय ये प्रमाण करा जायछि जे ताहांको केबे कहीं देखी नाही। हेले जदि कहीं केबे देखी नाही बा देखी पारे नाही बोली बाइबल प्रमाण करुछि ताहले आमे कोन पाई परिबा एठी? जहन लिखित सुसमाचार जदि आमे एक पर्व को जीवा प्रभुंग वाक्य रे ए विषय अति प्रांजल भाव लिखा जायछि 18 पद। केही केबे ईश्वरंकु देखी नाही, पितांकर कोलस्थित अद्वितीय पुत्र ताहांकु प्रकाश कले। ईश्वर को कहीं केबे देखी ना। आम समस्त जाचु मूसा को प्रभु कहले मूसा मनुष्य आंभर मुख देखी बंची पार ना। आंभर मुख देखी मनुष्य बंची पारनी मूसा। एथि मूसा जिते प्रभु को दर्शन कले बोले आम कहू एक शैलर छिद्र से ठिया हेले आ परमेश्वर गमनागमन कले एवं से पश्चात भाग देखिले। परमेश्वर पश्चात भाग देखी मूसांकर रक्तमांस शरीर बा चर्म ढांकी शरीर ताकर मुखमंडल एत उज्जवल हो गला जिते 40 दिन 40 रात पर से 10 आज्ञा नहीं फेरुंट मुख इस्राएल लोक मैंने देखिपारे ना। आसे कहले मौसा आपण मुख ढांकी दियो आम तुमको अनै पारुनु एत ज्योति एत गौरव एत महिमा। से पिता परमेश्वर जे कि अगम्य ज्योति निवासी तांकु प्रकाश करने जीशुख्रीष्ट जन्म हेले। आपण भाया मो भाया एक मनीष हो से जन्म हेले। यहाँ गोटे आश्चर्य विषय। आंक विषय कौन लिखा जाइए? एपर लिखा जाइए 16 पदरे एणु ताहांक पूर्णतार आंभे माने समस्ते प्राप्त होइअछु। हाँ अनुग्रह उपरे अनुग्रह प्राप्त होइअछु। ताहांकर पूर्णता ए पूर्णता विषय आम किसी अंश देखा। एवं 17 पद लिखा जाइए कारण व्यवस्था मूसांक द्वारा प्रदत्त हैला किंतु अनुग्रह और सत्य जीशुख्रीष्टंक द्वारा उपस्थित हैला। जीशुख्रीष्टंक द्वारा अनुग्रह आ सत्य उपस्थित हैला। ताते प्रभु जोटिकी जाती तांको संगरे तांकर अनुग्रह मध्य जाए आउ तांकर सत्य मध्य जाए। प्रभु कौन सी जगार एका उपस्थित हुअन्ति नाही। तांको सहित अनुग्रह थाए। अनुग्रह कहले जहाँ पाइबार आमर योग्यता नाई ताहा जिते मैंने बिना मूल्य पाऊ ताकू कहुए अनुग्रह। प्रभु निजे सत्य से कहले आमे पथ आमे सत्य एवं आमे जीवन अटू। आमे पथ सत्य जीवन अटू। से निजे जीवन अटंती। आइथिपाई जो विश्वासीर अंतर भितरे बा ख्रीष्टीय मंडली भितरे परित्राण प्राप्त लोक मानक मध्यरे तांकर उपस्थिति जले आसे बा उपस्थित थाए सेते बेले अनुग्रह मध्य थाए आ सत्य मध्य थाए। एथिपाई तांकर पूर्णतारु आमे जहाँ भी जगत रे पाइछु पाउछु पाइबा ख्रीष्टंकर पूर्णतारु आमे ताहा पाई पारिछु। ए विषय साधु पाउल प्रेरित पाउल पवित्र आत्मांक सहायता रे कलसी मंडली को जेतले से चिठी लिखुचंती आ से चिठी रे एपरि से वर्णना करुचंती जहाँ पढ़िले आश्चर्य लगे। ख्रीष्टंकर अस्तित्व व्यक्तित्व उपस्थिति आमाने ए कलसीय चिठार बुझा पारिबा। एक पर्वर 15 पद जो आम देखा प्रभु वाक्य रे यह प्रमाण करा जाए से अदृश्य ईश्वर प्रतिमूर्ति। आम आगुरी पढ़ुलु जे ताहांको केही केबे देखी ना देखी पारे ना। जीशुख्रीष्ट विषय लिखा जाइए से अदृश्य ईश्वर प्रतिमूर्ति। शतकड़ा 100 भाग 99 भाग नुहे समस्त सृष्टिर प्रथम जात। कारण दृश्य वो अदृश्य स्वर्गरे वो पृथ्वी रे समस्त विश्व ताहांको द्वारा सृष्टि हैला। सिंहासन कि प्रभुत्व कि आधिपत्य कि कर्तापण समस्त ताहांको द्वारा और ताहांको निमंते सृष्ट होइअछि। समस्त विश्व सृष्ट हेबा पूर्वरु से अछंती। जदि किसी सृष्टि हेइछि तांको द्वारा सृष्टि हेइछि ताहांको निमंते सृष्टि हेइछि एवं बाइबल कहूछि समस्त सृष्टि हेबा पूर्वरु से अछंती। एवं शुणन्तु 17 पदर शेष अंश ओ ताहांको ठारे समस्त विषयर अस्तित्व अछि।
ତାହାଙ୍କଠାରେ ସମସ୍ତ ବିଶ୍ୱର ଅସ୍ତିତ୍ୱ ଅଛି। ଏଥିପାଇଁ ଯୀଶୁଖ୍ରୀଷ୍ଟଙ୍କର ଅସ୍ତିତ୍ୱ ବିଷୟରେ କେହି ବର୍ଣ୍ଣନା କରିପାରିବେ ନାହିଁ। ଯେହେତୁ ବାକ୍ୟରେ ଲେଖାଯାଏ, ଯିଶାଇଙ୍କ ବିବରଣୀ ଅନେକ ଜାଗାରେ ଲେଖାଯାଇଛି, ଆମ୍ଭ ସହିତ ତୁମେ କାହାକୁ ତୁଳନା କରିବ, ବା ପରମେଶ୍ୱରଙ୍କ ସହିତ ଆମେ କାହାକୁ ତୁଳନା କରିବା? ସେ କ'ଣ ତୁଳନାତ୍ମକ କି? ସେ ପୁରା ଅତୁଳନୀୟ। କେବେ କେବେ ଆମମାନେ ଦୁଃସାହସିକ ଭାବରେ ଖ୍ରୀଷ୍ଟ ଯୀଶୁଙ୍କୁ ବିଭିନ୍ନ ଲୋକମାନଙ୍କ ସହିତ ତୁଳନା କରୁ। ଜାଣିଛନ୍ତି କି ପୃଥିବୀରେ ଯେତେ ଲୋକ ଜନ୍ମ ହୋଇଛନ୍ତି, ଯାହା ବି ଅଛି, ଜଣେ ଆଉ ଜଣଙ୍କ ପରି କେବେ ନୁହେଁ। ଜଣେ ଆଉ ଜଣ ପରି କେବେ ନୁହେଁ। ସେମାନେ ଯାଳେ ବି ହେଇଥାନ୍ତୁ, ସ୍ୱର ଗୋଟିଏ ହେଇଥାଉ, ସେତିକି ଉଚ୍ଚା ଥାଆନ୍ତୁ, ସେହି ପ୍ରକାର ଗୋଟିଏ ରକମର ସେମାନଙ୍କର ଚେହେରା ହେଇଥାଉ, କିନ୍ତୁ ତାଙ୍କର ସ୍ୱଭାବ ଗୁଣ ଅଲଗା ହେଇଥିବ। ଏବେ କେହି କାହା ସହିତ ଜଗତରେ ମିଳିତ ହୋଇପାରନ୍ତି ନାହିଁ ବା ମିଳନ କରାଯାଇପାରିବ ନାହିଁ। ତାର ଉଦାହରଣ ହେଉଛି, ସ୍ପଷ୍ଟ ଉଦାହରଣ, ପ୍ରଭୁ ଏକ ଅଦ୍ଭୁତ ବିଷୟ ଜଗତ ରଖିଛନ୍ତି। କ'ଣ ଜାଣିଛନ୍ତି କି? ତାହା ହେଉଛି ଆମମାନଙ୍କର ଆଙ୍ଗୁଠିର ଛାପ। ଆମମାନଙ୍କର ଏଇ ଯେଉଁ ବୃଦ୍ଧ ଆଙ୍ଗୁଠି ଯାକ ଆମେ ଛାପ ଦେଉ, ଏଇଟା କାହା ସହିତ ମଧ୍ୟ କାହାର ମିଶେ ନାହିଁ। ଏଇଟା ହେଉଛି ଏକ ମନୁଷ୍ୟର ବ୍ୟକ୍ତିତ୍ୱ, ଏକ ପୃଥକୀକୃତ ବ୍ୟକ୍ତିତ୍ୱ ବୋଲି ତାକୁ କୁହାଯାଏ। ଏବେ ଖ୍ରୀଷ୍ଟଙ୍କୁ ଯଦି ଆମେ କାହା ସହିତ ତୁଳନା କରୁଛୁ ବା ତାଙ୍କର ଅସ୍ତିତ୍ୱ ବିଷୟରେ କଥା ହେଉଛୁ, ତାହେଲେ ଆମେ ଅଧିକ ହେଲେ ଐତିହାସିକ ଅସ୍ତିତ୍ୱ ବିଷୟରେ ହିଁ କଥାବାର୍ତ୍ତା କରିବାକୁ ପାରିବା। ସେ ଐତିହାସିକ ଅସ୍ତିତ୍ୱ କ'ଣ ବା ବ୍ୟକ୍ତିତ୍ୱ କ'ଣ? ସେ ବେଥଲିହେମ୍ରେ ଜନ୍ମ ହେଲେ 2000 ବର୍ଷ ତଳେ। ମରିୟମଙ୍କ ଗର୍ଭରେ ଜନ୍ମ ହେଲେ। ଦାଉଦ ରାଜାଙ୍କର ବଂଶ ବା ଜିହୁଦା ବଂଶରେ ଜନ୍ମ ହେଲେ। ସେ ରାଜକୀୟ ବଂଶର ଲୋକ ଥିଲେ। ତାଙ୍କର ଜାଗତିକ ପିତା ଯୋସେଫ ଥିଲେ। ନାଜରିତରେ ସେ ପାଳିତ ହୋଇଥିଲେ। ଆମ ପରି ମଣିଷ ହୋଇଥିଲେ। ଏଇଟା ହେଉଛି ତାଙ୍କର ଜାଗତିକ ବା ଐତିହାସିକ ବ୍ୟକ୍ତିତ୍ୱ। କିନ୍ତୁ ଅନାଦି ଅନନ୍ତ ବ୍ୟକ୍ତିତ୍ୱ ମନୁଷ୍ୟ ବର୍ଣ୍ଣନା କରିପାରିବ ନାହିଁ। ତାଙ୍କର ଅନାଦି ଅନନ୍ତ ବ୍ୟକ୍ତିତ୍ୱ। ଅନାଦି କହିଲେ ଯାହାଙ୍କର ଆଦି ନାହିଁ, ଅନନ୍ତ କହିଲେ ଯାହାଙ୍କର ଅନ୍ତ ନାହିଁ। ସେ ମଣିଷ ହେଇକି ଜଗତରେ ଜନ୍ମ ହେବାରୁ ନୂତନ ନିୟମରେ ତାଙ୍କୁ ଆଦି ଅନ୍ତ ବୋଲି କୁହାଯାଏ, କକ୍ଷ ବୋଲି କୁହାଯାଏ। ଏକ ସୀମିତ ଜାଗାରେ ତାଙ୍କୁ ରଖାଯାଏ, କିନ୍ତୁ ବାସ୍ତବରେ ସେ ଅନାଦି ଅନନ୍ତ। ତାପରେ କ'ଣ ଲେଖାଯାଇଛି ଏଇ 17 ପଦ ଶେଷ ଅଂଶରେ? ତାହାଙ୍କଠାରେ ସମସ୍ତ ବିଷୟରେ ଅସ୍ତିତ୍ୱ ଅଛି। 18 ପଦ ଦେଖନ୍ତୁ। ଆଉ ସେ ମଣ୍ଡଳୀ ରୂପ, ଶରୀରର ମସ୍ତକ ସ୍ୱରୂପ, ସେ ଆଦି, ମୃତମାନଙ୍କ ମଧ୍ୟରୁ ପ୍ରଥମ ଜାତ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି। ସମସ୍ତ ବିଷୟରେ ଅଗ୍ରଗାମୀ, ସମସ୍ତ ବିଷୟରେ ଏକ ନମ୍ବରରେ ସେ ରହିବେ। ସୃଷ୍ଟିରେ ଯାହା ସୃଷ୍ଟି ହେଇଛି, ଅନାଦି ଅନନ୍ତ ଯିଏକି ତାହାଙ୍କର ଯାହା ସୃଷ୍ଟି, ସେଇ ବିଷୟ ତ ମନୁଷ୍ୟ ବୁଝିପାରେ ନାହିଁ। କିନ୍ତୁ ଯାହା ବି ସୃଷ୍ଟି ବିଷୟରେ ଆମେ ଆଜି ଜାଣିଛୁ, ଜ୍ଞାନ ଦ୍ୱାରା, ଶାସ୍ତ୍ର ଦ୍ୱାରା, ବହି ଦ୍ୱାରା, ବିଭିନ୍ନ ଲେଖା ଦ୍ୱାରା, ତାହେଲେ ସେ ହେଉଛନ୍ତି ପ୍ରଥମ ଜାତ, ଆଉ ସେ ସମସ୍ତ ବିଷୟର ଅଗ୍ରଗଣ୍ୟ ହୁଅନ୍ତି। ଆଉ 19ରେ ଲେଖାଯାଇଛି, କାରଣ ଈଶ୍ୱରଙ୍କର ସନ୍ତୋଷ ହେଲା ଯେ ତାହାଙ୍କଠାରେ ସମ୍ପୂର୍ଣ୍ଣ ପୂର୍ଣ୍ଣତା ବାସ କରିବ। ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ। ଏଇଟା ଗୋଟେ ଅତି ଆଶ୍ଚର୍ଯ୍ୟ ବିଷୟ। ଏଇ କଲୋସ୍ୟ 2 ପର୍ବର ଯଦି ଆମମାନେ 9 ପଦକୁ ଯିବା, ଆପଣ ପାଇପାରିବେ ଏକ ଆଶ୍ଚର୍ଯ୍ୟ ବିଷୟ ଲେଖାଯାଇଛି। କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ୱ, ଦ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ଈଶ୍ୱରତ୍ୱ, ସମ୍ପୂର୍ଣ୍ଣ ଈଶ୍ୱରତ୍ୱ ଦେହବନ୍ତ ହୋଇ ବାସ କରେ। ଯୀଶୁଖ୍ରୀଷ୍ଟଙ୍କର ରକ୍ତ ମାଂସଧାରୀ ମନୁଷ୍ୟ ହିସାବରେ ଯେତେବେଳେ ସେ ଜନ୍ମ ହେଲେ, ଜଗତରେ 33 ବର୍ଷ 6 ମାସ ରହିଲେ। ଆଉ ସେ 33 ବର୍ଷ 6 ମାସ ଭିତରେ ଇସ୍ରାଏଲ ଦେଶର ବିଭିନ୍ନ ଜାଗା ସେ ପରିଭ୍ରମଣ କଲେ। ଗାଁ, ନଗର, ପାହାଡ଼, ପର୍ବତ, ନଦୀ, ନାଳ ଲୋକଙ୍କର ସେବା କଲେ। ତାଙ୍କ ଭିତରେ ଈଶ୍ୱରଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲା। ତାହାଙ୍କ ପାଖରେ ସମସ୍ତ ପୂର୍ଣ୍ଣତା ଥିଲା। ଦେଖନ୍ତୁ କ'ଣ ଲେଖା ହେଇଛି। ପୁଣି ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ମସ୍ତକ ସ୍ୱରୂପ ଯେ ସେ, ତାହାଙ୍କ ସହଭାଗିତାରେ ତୁମ୍ଭେମାନେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛ। ବିଶ୍ୱାସୀ ବନ୍ଧୁମାନେ ଶୁଣନ୍ତୁ,
କ'ଣ ଲେଖାଯାଇଛି? ତାହାଙ୍କ ସହଭାଗିତାରେ ଖ୍ରୀଷ୍ଟଙ୍କ ସହିତ ମିଶିବା ଦ୍ୱାରା ବା ତାଙ୍କୁ ଗ୍ରହଣ କରିବା ଦ୍ୱାରା, ତାଙ୍କ ସହିତ ସମ୍ମିଳିତ ହେବା ଦ୍ୱାରା ଆମମାନଙ୍କ ଜୀବନରେ ସମସ୍ତ ପୂର୍ଣ୍ଣତା ଆମେ ପ୍ରାପ୍ତ ହେଇଛୁ। ଅଧାଅଧି ନାହିଁ କି ଅନସ୍ପତ ଭାଗ ମଧ୍ୟ ନୁହେଁ। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି ସେମାନଙ୍କଠାରେ ଖ୍ରୀଷ୍ଟଙ୍କର ପୂର୍ଣ୍ଣତା, ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କର ପୂର୍ଣ୍ଣତା। କ'ଣ ବୁଝିବା ତାକୁ? ଈଶ୍ୱରଙ୍କ ପୂର୍ଣ୍ଣତା କହିଲେ ଅନାଦି ଅନନ୍ତ ପରମେଶ୍ୱରଙ୍କର ବ୍ୟକ୍ତିତ୍ୱ ରକ୍ତମାଂସଧାରୀ ମନୁଷ୍ୟ ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱରେ ପୂର୍ଣ୍ଣ ଭାବରେ ବାସ କରୁଥିଲେ। ଏବଂ ସେହି ପୂର୍ଣ୍ଣତାରୁ ଆପଣମାନେ ମୁଁ ପାଉଛୁ, ଯାହା ବି ଜଗତରେ ଆମେ ପାଇଛୁ ବା ପାଉଛୁ ବା ପାଇବା। ଏଥିପାଇଁ ଖ୍ରୀଷ୍ଟଙ୍କର ଜନ୍ମ ଅତି ଆଶ୍ଚର୍ଯ୍ୟ ଏବଂ ଖ୍ରୀଷ୍ଟଙ୍କର ଜନ୍ମରେ ଅନେକ ଗୁଡ଼ିଏ ଗଭୀର ରହସ୍ୟ ରହିଛି ଏବଂ ଅଳ୍ପ ସମୟ ଭିତରେ ଆମମାନେ ତାକୁ ଆଲୋଚନା କରିବା ସହଜ ନୁହେଁ। ଯିଶାୟଙ୍କ ବିବରଣୀରେ ଭବିଷ୍ୟତ ବକ୍ତା ଯିଶାୟ କଥା ପ୍ରକାଶ କରନ୍ତି। 40 ପର୍ବର ଯଦି ଆମମାନେ ଦେଖିବା 18 ପଦ 17 ପଦରୁ ପଢ଼ିଲେ ଆମମାନେ ବୁଝିବାକୁ ପାରିବା, ସର୍ବଦେଶୀୟମାନେ ତାହାଙ୍କ ଛାମୁରେ ଅବସ୍ତୁ ମାତ୍ର, ସେମାନେ ତାହାଙ୍କ ନିକଟରେ ଅବସ୍ତୁରୁ ଲଘୁ ଓ ଅସାର ଗଣ୍ୟ ଅଟନ୍ତି। ଏବଂ 18 ପଦରେ ଲେଖାଯାଇଛି, ତେବେ ତୁମ୍ଭେମାନେ କାହା ସଙ୍ଗେ ପରମେଶ୍ୱରଙ୍କୁ ତୁଳନା କରିବ? ଏ ଯେଉଁ ପ୍ରଶ୍ନ, ତୁମେ କାହା ସହିତ ପରମେଶ୍ୱରଙ୍କୁ ତୁଳନା କରିବ? ପରମେଶ୍ୱରଙ୍କୁ ତୁଳନା କରିବା ଏକ ଅଜ୍ଞାନତାର ପରିଚୟ। ଯଦି ଜଗତର ମନୁଷ୍ୟ ବା ଜଗତରେ ସୃଷ୍ଟ ବିଶ୍ୱ ଅନ୍ୟ କାହା ସହିତ ମିଳିତ ହୋଇପାରେ ନାହିଁ, ଜଣେ ଜଣକ ପରି ନୁହେଁ ବା ଗୋଟିଏ ଜିନିଷ ଆଉ ଗୋଟିଏ ଜିନିଷ ପରି ନୁହେଁ। ଏହା ହେଉଛି ପରମେଶ୍ୱରଙ୍କର ସୃଷ୍ଟିର ଗୂଢ଼ ରହସ୍ୟ। ସମସ୍ତେ ସମସ୍ତଙ୍କର ପ୍ରଭେଦ, ସମସ୍ତ ମନୁଷ୍ୟ ସମାଜ ଏ କହିପାରନ୍ତି, କିନ୍ତୁ ପ୍ରତ୍ୟେକ ମନୁଷ୍ୟ ଆଉ ଗୋଟିଏ ମନୁଷ୍ୟ ଠାରୁ ଅଲଗା ଗୁଣ, ସ୍ୱଭାବ, ବ୍ୟବହାର, ଚାଲିଚଳନ ସବୁରେ। ଏଇଟା ହେଉଛି ଈଶ୍ୱରଙ୍କର ବ୍ୟକ୍ତିତ୍ୱ, ଈଶ୍ୱରଙ୍କର ସୃଷ୍ଟିର ରହସ୍ୟ ହେଉଛି ଏଇଟା। ଏବଂ ତଳେ ଲେଖାଯାଇଛି ସେଇ 40 ପର୍ବର 28 ପଦରେ, ତୁମ୍ଭେ କି ଜାଣିନାହଁ, ତୁମ୍ଭେ କି ଶୁଣିନାହଁ, ପୃଥିବୀର ପ୍ରାନ୍ତ ସକଳର ସୃଷ୍ଟିକର୍ତ୍ତା ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁ କ୍ଲାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ, ତାହାଙ୍କ ବୁଦ୍ଧି ବୋଧର ଅଗମ୍ୟ। ମନୁଷ୍ୟର ବୁଝିବା ବାହାରେ ତାଙ୍କର ବୁଦ୍ଧି। ଯିଏ କେବେ କ୍ଲାନ୍ତ ହୁଅନ୍ତି ନାହିଁ, ଶ୍ରାନ୍ତ ହୁଅନ୍ତି ନାହିଁ। ଜଗତର ପ୍ରତ୍ୟେକ ମନୁଷ୍ୟ କ୍ଲାନ୍ତି ହୁଏ, ହାଲିଆ ହେଇଯାଏ, ଅବଶ ହେଇଯାଏ, କିନ୍ତୁ ସୈନ୍ୟାଧିପତି ସଦାପ୍ରଭୁ ବା ସଦାପ୍ରଭୁ ପରମେଶ୍ୱର, ଯାହାଙ୍କୁ ଆମେ ପିତା ପରମେଶ୍ୱର ବୋଲି ବାଇବଲରେ କହୁ, ସେ ଶ୍ରାନ୍ତ କ୍ଲାନ୍ତ ହୁଅନ୍ତି ନାହିଁ, ଆଉ ସେ ଅନାଦି ଅନନ୍ତ। ଯଦି ଆମେ 46 ପର୍ବକୁ ଯିବା, ଯିଶାୟଙ୍କ ବିବରଣୀ 46 ପର୍ବରେ, ଏଇଠି ପ୍ରଭୁ ନିଜେ କହୁଛନ୍ତି 5 ପଦରେ, ତୁମ୍ଭେମାନେ ଆମ୍ଭକୁ କାହାର ସହିତ ସଦୃଶ୍ୟ ଓ ସମାନ କରିବ? ଏଇଟା ପ୍ରଭୁଙ୍କର ପ୍ରଶ୍ନ ସିଧା। ମନୁଷ୍ୟ ଯେତେବେଳେ ନିଜକୁ ଜ୍ଞାନୀ ବୋଲି ଭାବେ, ମୁଁ ବହୁତ ଜାଣିଛି ବୋଲି ଯେତେବେଳେ ମନୁଷ୍ୟ ଚିନ୍ତା କରେ, ଏକ ଦାର୍ଶନିକ, ପଣ୍ଡିତ, ଶାସ୍ତ୍ରଜ୍ଞ, ଏପରି ଜଣେ ବ୍ୟକ୍ତି ବା ଏପରି ଲୋକମାନେ ଯେଉଁମାନେ ଭାବନ୍ତି ନିଜକୁ ଅତି ଜ୍ଞାନୀ ବୋଲି, ସେମାନଙ୍କୁ ପ୍ରଭୁ ପଚାରୁଛନ୍ତି, ତୁମ୍ଭେମାନେ ଆମ୍ଭକୁ କାହାର ସଦୃଶ୍ୟ ସମାନ କରିବ ଓ କାହାର ସଙ୍ଗେ ଆମ୍ଭର ଉପମା ଦେଲେ ବା ଉଦାହରଣ ଦେଲେ ଆମ୍ଭେ ସମାନ ହେବା? ଏହି ପ୍ରଶ୍ନର କୌଣସି ଉତ୍ତର ଅଛି କି ଆମ ପାଖରେ? ନାହିଁ, କାହା ପାଖରେ ମଧ୍ୟ ନାହିଁ। ଏଇଟା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଥିପାଇଁ ଲେଖାଯାଇଛି ସେଇ 46 ପର୍ବ 9 ପଦରେ, ପୁରାତନ ବିଷୟ ସବୁ ସ୍ମରଣ କର, କାରଣ ଆମ୍ଭେ ହିଁ ପରମେଶ୍ୱର, ଦ୍ୱିତୀୟ କେହି ନାହିଁ। ଆମ୍ଭେ ପରମେଶ୍ୱର, ଆମ୍ଭ ତୁଲ୍ୟ କେହି ନାହିଁ। ଆମ୍ଭେ ହିଁ ପରମେଶ୍ୱର ବା ପରମେଶ୍ୱର, ଆମ୍ଭ ତୁଲ୍ୟ କେହି ନାହିଁ। ତାଦ୍ୱାରା ଆମେ ଜାଣିପାରୁଛୁ ସେଇ ଅନାଦି ଅନନ୍ତ ବ୍ୟକ୍ତିତ୍ୱ। ଜନ ସୁସମାଚାର 1 ପର୍ବରେ ଲେଖାଯାଇଛି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ। 1 ପର୍ବର 1 ପଦ, ସେଇ ବାକ୍ୟ ଈଶ୍ୱର ଥିଲେ। ତାପରେ ତାକୁ ବର୍ଣ୍ଣନା କରାଯାଇଛି ବାକ୍ୟ ରୂପୀ ପରମେଶ୍ୱର 14 ପଦରେ, ଆଉ ସେଇ ବାକ୍ୟ ଦେହବନ୍ତ ହେଲେ, ରକ୍ତ ମାଂସଧାରୀ ମନୁଷ୍ୟ ଜନ୍ମ ହେଲେ। କେବେ ହେଲେ ମାତାର ଗର୍ଭରେ କୌଣସି ଆୱାଜ ପ୍ରବେଶ କରିକି ରକ୍ତ ମାଂସଧାରୀ ମାଂସ ପିଣ୍ଡୁଳା ହେଇପାରିବ କି?
এটা କୌଣସି ଗବେଷଣାଗାରରେ ପ୍ରମାଣ କରାଯାଇପାରିବ ନାହିଁ ଯେ ଗର୍ଭ ଭିତରେ ଗୋଟେ ଆୱାଜ ପ୍ରବେଶ କରିବ, ଗର୍ଭ ଭିତରେ ବାକ୍ୟ ପ୍ରବେଶ କରିବ, ଆଉ ସେ ବାକ୍ୟ ଗୋଟେ ମାଂସ ପିଣ୍ଡୁଳା ହେଇ ଗୋଟେ ଛୋଟ ଶିଶୁ ହେଇଯିବ। ଏଇଟା କେହି ପ୍ରମାଣ କରିପାରିବେନି। କିନ୍ତୁ ବାଇବେଲ କୁହେ ସେଇ ବାକ୍ୟ ମରିୟମଙ୍କ ଗର୍ଭରେ ଦେହବନ୍ତ ହେଲେ, ଆଉ ସେ ଯୀଶୁ ଏକ ଜନ୍ମ ହେଲେ, ଆଉ ତାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ। ଆମେ ଶୁଣୁଥିଲୁ ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ପୂର୍ଣ୍ଣତା ବା ଅନାଦି ଅନନ୍ତ ଅଦୃଶ୍ୟ ଆତ୍ମାରୂପୀ ପରମେଶ୍ୱରଙ୍କର ବ୍ୟକ୍ତିତ୍ୱ ରକ୍ତମାଂସଧାରୀ ଯୀଶୁଖ୍ରୀଷ୍ଟଙ୍କର ଶରୀରରେ ସମ୍ପୂର୍ଣ୍ଣ ଭାବରେ ବାସ କରେ ଏବଂ ଯୀଶୁଖ୍ରୀଷ୍ଟଙ୍କର ପୂର୍ଣ୍ଣତାରେ ତାଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ପୂର୍ଣ୍ଣତା ପ୍ରାପ୍ତ ହୁଏ। ଆପଣଙ୍କ ଜୀବନରେ, ମୋ ଜୀବନରେ ଆମେ ପୂର୍ଣ୍ଣତାର ଜୀବନ ଚାହୁଁଛୁ କି, ଯାହାକୁ ଆବାଉଣ୍ଡେଣ୍ଟ ଲାଇଫ୍ କୁହାଯିବ, ଯାହାକୁ କୁହାଯିବ ଆଶ୍ଚର୍ଯ୍ୟ ଭାବରେ ପ୍ରଭୁ ପାଖରେ ଲେଖାଯାଇଛି ପ୍ରଚୁରତାର ଜୀବନ। ଖାଲି ଜୀବନ ନୁହେଁ, ପ୍ରଚୁରତାର ଜୀବନ। ଯୀଶୁ କହିଲେ ଆମ୍ଭେ ଉତ୍ତମ ମେଷପାଳକ, ଆଉ ମେଷପାଳକ ଆପଣା ପ୍ରାଣ ଆପଣା ମେଷମାନଙ୍କ ନିମନ୍ତେ ଦିଏ, ଆଉ ଯେଉଁ ମେଷମାନେ ମୋ ପାଖକୁ ଆସନ୍ତି ସେମାନଙ୍କୁ ମୁଁ ଜୀବନ ଦେବି ଏବଂ ପ୍ରଚୁର ଜୀବନ ଦେବି। ଖ୍ରୀଷ୍ଟଙ୍କର ଆଗମନ ଏପରି ଏକ ସମୟ ହେଲା ଯେତେବେଳେ କି ଯଦି ଆମେ ଲୁକ ସୁସମାଚାରକୁ ଯିବା, এই ଲୁକ ସୁସମାଚାର ଆମେ 2 ପର୍ବ ଦେଖିବାକୁ ପାରିବା। ଖ୍ରୀଷ୍ଟପୂର୍ବ 44ରେ ଜୁଲିୟସ୍ ସିଜରଙ୍କର ମୃତ୍ୟୁ ହେଲା। ଆମେ ସମସ୍ତେ ଜାଣିଛୁ, ମୁଁ ଇତିହାସରେ ଏତେ ବର୍ଣ୍ଣନା କରିବାକୁ ଚାହୁଁନାହିଁ, କିନ୍ତୁ କେଉଁ ସମୟରେ ଖ୍ରୀଷ୍ଟ ଜନ୍ମ ହେଲେ ସେହି ବିଷୟରେ ପଦେ କହିବା ପାଇଁ ଚାହୁଁଛି। ଏବଂ ତାଙ୍କର ଦତ୍ତପୁତ୍ର, ଯାହାଙ୍କୁ ସେ ନିଜର ପୋଷ୍ୟପୁତ୍ର କରିଥିଲେ, ଆଡପ୍ଟେଡ୍ ସନ୍, ସେ ବ୍ୟକ୍ତି ଥିଲେ ଅଗଷ୍ଟସ୍। ଅଗଷ୍ଟସ୍ ତାଙ୍କୁ କାଇଜର କୁହାଯାଉନଥିଲା, ପରେ ତାଙ୍କୁ କାଇଜର କୁହାଗଲା ଯେତେବେଳେ ସେ ରୋମର ସମ୍ରାଟ ହେଲେ। ଏବଂ ସେହି ସମୟରେ ସିରିଆର ଶାସନକର୍ତ୍ତା ଥିଲେ କୁରୁଣୀୟ। ଆପଣ ଯଦି ଦେଖିବେ 2 ପର୍ବ ଲୁକ ସୁସମାଚାର, ଯେହେତୁ ଲୁକ ଜଣେ ଡାକ୍ତର ଥିଲେ, ଆଉ ପୁଙ୍ଖାନୁପୁଙ୍ଖା ଭାବରେ ଯାହା ସେ ଲେଖିଛନ୍ତି, ଜଣେ ଡାକ୍ତର ଯେପରି ରୋଗୀକୁ ଦେଖିଲା ପରେ ସମ୍ପୂର୍ଣ୍ଣ ତନାଘନା କରି ପରୀକ୍ଷା କଲା ପରେ ସେ କିପରି ଚିକିତ୍ସା କରାଯିବ, କ'ଣ ଔଷଧ ଦିଆଯିବ, ଏ ବିଷୟକୁ ସେ ଲେଖନ୍ତି, ଠିକ୍ ସେହି ପ୍ରକାର ଲୁକ ବି ଜଣେ ଡାକ୍ତର ଥିବା ଯୋଗୁଁ ଏହି ସୁସମାଚାରରେ ପ୍ରତ୍ୟେକ ବିଷୟକୁ ଅତି ଗବେଷଣାମୂଳକ, ପ୍ରତ୍ୟେକ ବିଷୟକୁ ପ୍ରାଞ୍ଜଳ ଭାବରେ ପରୀକ୍ଷା ନିରୀକ୍ଷା କରି ଗୋଟେ ଗୋଟେ ଲାଇନ୍ ସେ ଲେଖିଛନ୍ତି ଆତ୍ମାଙ୍କ ସହାୟତାରେ, ନିଜ ଜ୍ଞାନ ନୁହେଁ। ସେ ଲେଖୁଛନ୍ତି ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କ ଠାରୁ ଆଜ୍ଞା ଘୋଷଣା କରାଗଲା। ଖ୍ରୀଷ୍ଟଙ୍କର ଜନ୍ମ ବିଷୟ ବା ତାଙ୍କର ସମୟ କେବେ ସେ ଜନ୍ମ ହେଲେ ଏହି ବିଷୟ ଚିନ୍ତା କରିବାକୁ ହେଲେ କାଇସର ଅଗଷ୍ଟସ୍ ବା ଅଗଷ୍ଟସ୍ କାଇଜର କେବେ ରୋମର ସମ୍ରାଟ ଥିଲେ ତାହା ତ ଇତିହାସ କହୁଛି। ଯେକୌଣସି ଐତିହାସିକ ବ୍ୟକ୍ତି ସେହି ବିଷୟରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିପାରିବେ ଏବଂ ରୋମର ଇତିହାସ ତାହା କହିପାରିବ। ଅଗଷ୍ଟସ୍ କାଇଜର ପ୍ରଥମେ ପୃଥିବୀରେ ଜନଗଣନା ଘୋଷଣା କଲେ ଯେ ସମସ୍ତ ଲୋକମାନେ ଆପଣା ଆପଣା ନଗରକୁ, ଗ୍ରାମକୁ ଯାଇ ନିଜର ନାଁ ଲେଖାନ୍ତୁ। ଆମର ଯେମିତି ଭୋଟରେ ପରିଚୟ ପତ୍ର ଆମେ ପାଉ ଏବଂ ଆମେ ଭୋଟ ଦେବାର ଅଧିକାର ମାନଙ୍କୁ ଆମର ଦେଶ, ଆମର ସମ୍ବିଧାନ, ଆମମାନଙ୍କ ସରକାର ଦେଇଛନ୍ତି ଏବଂ ଆମେ ପ୍ରତ୍ୟେକ ସମୟରେ ଯେତେବେଳେ ଭୋଟ ଦେବାର ସମୟ ହୁଏ ସେହି ସମୟରେ ପ୍ରତ୍ୟେକ ଲୋକ ଯେଉଁମାନେ ନୂଆ ଦେବା ପାଇଁ ଚାହୁଁଛନ୍ତି, ନିଜର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସେମାନେ ନିଜର ନାଁକୁ ଲେଖନ୍ତି ବା ନାଁକୁ ଲିଷ୍ଟରେ ଚଢ଼ାଇବା ପାଇଁ ନିଜ ଜାଗାକୁ ସେମାନେ ଯାଆନ୍ତି। ଆମେ ସମସ୍ତେ ତାହା ଜାଣିଛୁ। ଠିକ୍ ସେହି ପ୍ରକାର ପୃଥିବୀର ପ୍ରଥମ ଜନଗଣନା ଅଗଷ୍ଟସ୍ କାଇଜରଙ୍କ ସମୟ ହେଲା। ଆଉ ସେହି ସମୟରେ ସିରିଆର ଶାସନକର୍ତ୍ତା ଥିଲେ କୁରୁଣୀୟ। କୁରୁଣୀୟଙ୍କର ଶାସନ ସମୟ ଥିଲା 6 ଠାରୁ 9 AD ପର୍ଯ୍ୟନ୍ତ ବା ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। ଏତିକି ଭିତରେ ସେ ଶାସନ କରିଥିଲେ। ସେହି ସମୟରେ ଲେଖାଯାଇଛି 2 ପଦରେ ସୁରିଆ ବା ସିରିଆ, ଓଡ଼ିଆରେ ସିରିଆକୁ ସୁରିଆ ବୋଲି ଲେଖାଯାଇଛି। ସୁରିଆର ଶାସନକର୍ତ୍ତା କୁରୁଣୀୟଙ୍କ ସମୟରେ ପ୍ରଥମ ଥର ଏହି ନାମ ଲେଖା ହୋଇଥିଲା। ଯଦି ଆପଣ ଗୀତ ସଂହିତା 87 ପର୍ବର 6 ପଦ ପଢ଼ିବେ, ସେଇଠି ତାହା ବର୍ଣ୍ଣନା କରାଯାଇଛି। ପ୍ରଥମ ଥର ଆଜ୍ଞା ଘୋଷଣା କରାଗଲା ନାମ ଲେଖିବା ପାଇଁ, ଆଉ ସେଇ ନାମ ଲେଖିବା ସମୟରେ ଏଇ ଜଣ ସେଠାରେ ଜନ୍ମ ହେଲେ ବୋଲି ଲେଖାଯାଇଛି। ଖ୍ରୀଷ୍ଟଙ୍କ ଜନ୍ମ ବିଷୟରେ ପ୍ରଥମ ଥର ଯେତେବେଳେ କି ନାମ ଲେଖାଗଲା, ରେଜିଷ୍ଟ୍ରେସନ୍ କରାଗଲା ବା ସେନ୍ସସ୍ କରାଗଲା, ସେହି ସମୟରେ ଖ୍ରୀଷ୍ଟ ଯୀଶୁ ଜନ୍ମ ହେଲେ। ତାହେଲେ ଯଦି ଆମେ ବେଥଲେହେମ୍ର ରେକର୍ଡ଼କୁ ଯିବା,
ମା ମରିୟମ ଯୋସେଫ କେଉଁ ଦିନ ନାଁ ଲେଖିଲେ ତାହା ତ ବେଥଲେମ୍ର ରେକର୍ଡ଼ରେ ଥିବ ଇସ୍ରାଏଲ ଦେଶରେ, ହୁଏତ ଆଜି ସେ ରେକର୍ଡ଼ ନଥାଇପାରେ। କିନ୍ତୁ ରୋମିଓ ସରକାର ଅଧୀନରେ ଥିଲା। ଆଉ ରୋମିଓ ସରକାର କି ପ୍ରକାର ଥିଲେ ଐତିହାସିକମାନେ ଆମେ ସମସ୍ତେ ଯେଉଁମାନେ ପଢ଼ିଛୁ ଜାଣିଛୁ ସେମାନଙ୍କର ଶାସନ କି ପ୍ରକାର ଥିଲା, ଶୃଙ୍ଖଳା କି ପ୍ରକାର ଥିଲା। ଆଉ ସେହି ସମୟରେ ଖ୍ରୀଷ୍ଟଙ୍କର ଜନ୍ମ ହେଲା। ଆଉ ଲେଖାଯାଇଛି ସେଥି ନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ। ଆମେ ଯିଏକି ନିଜ ଦେଶକୁ, ନିଜ ଗାଁକୁ, ନିଜ ସହରକୁ ଯାଉ ନାଁ ଲେଖାଇବା ପାଇଁ, ସେମିତି ଯାଉଥିଲେ ଚାରିପଦରେ। ପୁଣି ଯୋସେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରିୟମଙ୍କ ସହିତ ଗାଲିଲିର ନାଜରିତ ନଗରରୁ, ଗାଲିଲି ଗୋଟିଏ ପ୍ରଦେଶ ଆଉ ଜିହୁଦା ଗୋଟିଏ ପ୍ରଦେଶ, ନାଜରିତରେ ସେମାନେ ରହୁଥିଲେ, ଅଲଗା ଗୋଟିଏ ପ୍ରଦେଶରେ ବା ପ୍ରୋଭିନ୍ସରେ, ନାଜରିତ ବୋଲି ଗୋଟିଏ ଜାଗାରେ। ସେହି ନଗରରୁ ସେମାନେ ଜିହୁଦା ପ୍ରଦେଶର ବେଥଲିହେମ୍ ନାମକ ଜିହୁଦାଙ୍କ ଦାଉଦଙ୍କ ନଗରକୁ ଯାତ୍ରା କଲେ। ଏଇଟା ହେଉଛି ଐତିହାସିକ ପୃଷ୍ଠଭୂମି। ଏଇଟା କେବଳ ଆମେ ଅସ୍ତିତ୍ୱ ବୋଲି ବର୍ଣ୍ଣନା କରିବାକୁ ପାରିବା, ତାଠୁ ଅଧିକ ନାହିଁ। ଅଗଷ୍ଟସ୍ କାଇଜରଙ୍କ ବିଷୟରେ ସବୁ ଜାଣିଛୁ, କୁରୁଣିଓଙ୍କ ବିଷୟରେ ଜାଣିଛୁ, ଜୁଲିୟସ୍ ସିଜରଙ୍କ ବିଷୟରେ ଜାଣିଛୁ। ଆଉ ସେମାନଙ୍କର ଇତିହାସରେ ପ୍ରମାଣ ରହିଛି କେବେ ସେମାନେ ଶାସନ କରୁଥିଲେ, କେଉଁ ଖ୍ରୀଷ୍ଟପୂର୍ବରେ ସେମାନେ ଥିଲେ, ଆଉ ସେହି ସମୟରେ ପ୍ରଥମ ଥର ଜନଗଣନା ପାଇଁ କେବେ ଆଦେଶ ଘୋଷଣା କରାଗଲା, ଡିକ୍ଲେରେସନ୍ କରାଗଲା। ସେହି ବିଷୟକୁ ଯଦି ଆମେ ଯିବା ତାହେଲେ ଆମେ ପ୍ରାଞ୍ଜଳରେ ଜାଣିବାକୁ ପାରିବା। ସେହି ସମୟରେ ନାଜରିତ ନଗରରୁ ଯୋସେଫ ଆଉ ମରିୟମ ଆସିଲେ ଜିହୁଦା ପ୍ରଦେଶକୁ, ବେଥଲେହେମ୍ ନଗରକୁ। କାହିଁକି ସେମାନେ ଦାଉଦ ବଂଶର ଲୋକ ଥିଲେ ବା ଜିହୁଦା ବଂଶ। ଏ ଜିହୁଦା କିଏ? ଯାକୁବଙ୍କର 12 ପୁଅ, ରୁବେନ, ଜିହୁଦା, ଗାଦ, ଆସେରା, ବେଞ୍ଜାମିନ, ନପ୍ତାଲି, ଇସାଖର, ଜୁବଲୁନ, ଯୋସେଫ। ଏ ଜିହୁଦା ଯିଏ ଦାଉଦ ରାଜ ସେହି ବଂଶର ଲୋକ ଥିଲେ। ଆଉ ସେହି ବଂଶରୁ ମା ମରିୟମ ଆଉ ଯୋସେଫ ଜନ୍ମ ହୋଇଥିଲେ। ଆଉ ସେହି ସମୟରେ ଯେତେବେଳେ ସେମାନେ ବେଥଲେହେମ୍‌କୁ ଆସିଲେ, ମା ମରିୟମ ଗର୍ଭବତୀ ଥିଲେ। ଏ ଲେଖାଯାଇଛି ଦେଖନ୍ତୁ 5 ପଦରେ, ତାହାଙ୍କ ସହିତ ମରିୟମଙ୍କର ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ। ଈଶ୍ୱରଙ୍କ ବାକ୍ୟ ପ୍ରମାଣ କରେ ଯେ ମା ମରିୟମ ପବିତ୍ର ଆତ୍ମାଙ୍କର ଶକ୍ତି ଆଉ ସାମର୍ଥ୍ୟରେ ପରାତ୍ପରଙ୍କ ଶକ୍ତି ତାଙ୍କ ଉପରେ ଅବତରଣ କଲା, ଆଉ ସେ ଗର୍ଭବତୀ ହେଲେ। ଆଉ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାଂସ ପିଣ୍ଡୁଳା ହେଇକି ତାଙ୍କର ଗର୍ଭରେ ବଢ଼ିଲେ, ବା ପରମେଶ୍ୱରଙ୍କ ବାକ୍ୟ ତାଙ୍କ ଗର୍ଭକୁ ଆସିଲା ଏବଂ ସେ ମାଂସ ପିଣ୍ଡୁଳା ହେଲେ, ଗର୍ଭବତୀ ଥିଲେ। ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କର ପ୍ରସବ କାଳ ଉପସ୍ଥିତ ହେଲା। ପୁଣି ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କରେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳ କୁଣ୍ଡରେ ଶୁଆଇଲେ, କାରଣ ବସା ଘରେ ସେମାନଙ୍କ ପ୍ରାୟ ସ୍ଥାନ ନଥିଲା। ଏଇଟା ଯୀଶୁଖ୍ରୀଷ୍ଟଙ୍କର ଜନ୍ମର ବିବରଣୀ। ହେଲେ ମୋର ପ୍ରିୟ ଭାଇ ଭଉଣୀମାନେ, ଆମେ ଜାଣିପାରୁଛୁ ଯେତେବେଳେ ସେମାନେ ନାଜରିତରୁ ଜିହୁଦା ପ୍ରଦେଶର ବେଥଲେହେମ୍‌କୁ ଆସୁଛନ୍ତି, ସେହି ସମୟରେ ମାତା ମରିୟମ ଗର୍ଭବତୀ ଥିଲେ ଏବଂ ସେ ପ୍ରସବର ସମୟ ଆସି ପହଞ୍ଚିଥିଲା। ଆଉ ସେମାନଙ୍କ ପାଇଁ ବସା ଘରେ ବା ସେମାନେ ଗୋଟିଏ ଦୂର ଜାଗାରେ ଆସିଥିଲେ। ଅନେକ କୁହନ୍ତି 70 ମାଇଲ ରାସ୍ତା ସେମାନେ ଆସିଥିଲେ। କେତିକି ଦିନ ଲାଗିଥିବ ଗୋଟେ ଗର୍ଭବତୀ ମା। ଆଉ ସେ ସମୟରେ ଯାତାୟାତ କରିବାଟା ବହୁତ ସମସ୍ୟା ଥିଲା। ଆଜିକାଲି ଭଳିଆ ଗାଡ଼ି ସବୁ ତ ନଥିଲା, ଆଜିକାଲି ଭଳିଆ ଟ୍ରାନ୍ସପୋର୍ଟେସନର ସୁବିଧା ନଥିଲା। ସେ ସମୟରେ ଅତି ହେଲେ ସେମାନେ ଘୋଡ଼ା ବା ଅଟୋ ବା ଗଧ ବ୍ୟବହାର କରୁଥିଲେ ଯିବା ଆସିବା କରିବା ପାଇଁ। ଆଉ ସେହି ପ୍ରକାର ଅବସ୍ଥାରେ ଗର୍ଭବତୀ ଅବସ୍ଥାରେ ମା ଏତେ ଦୂରକୁ ଆସିଲେ, ଏଇଟା ଗୋଟେ ବଡ଼ ଆଶ୍ଚର୍ଯ୍ୟ ବିଷୟ। କିନ୍ତୁ ଆସିଲେ ସିନା ତାଙ୍କ ପାଇଁ ରହିବା ପାଇଁ ଜାଗା ମିଳିଲା ନାହିଁ। ବାଇବଲ କହୁଛି ବେଥଲେହେମ୍ ଉଫ୍ରାତାରେ ସେ ଜନ୍ମ ହେବେ। ତାର ସହ ପ୍ରଭୁ ବେଥଲେହେମ୍ ଉଫ୍ରାତାକୁ ମନୋନୀତ କରିଥିଲେ ଯେ ଯୀଶୁ ସେହି ଜାଗାରେ ଜନ୍ମ ହେବେ। କିନ୍ତୁ ବେଥଲେହେମ୍ ଉଫ୍ରାତା ଯୀଶୁ ଯେତେବେଳେ ଜନ୍ମ ହେବା ପାଇଁ ସମୟ ହେଇଗଲା, ଆଉ ମା ମରିୟମ ଆଉ ଯୋସେଫ ଆସିଲେ, ସେତେବେଳେ ବେଥଲେହେମ୍ ପ୍ରସ୍ତୁତ ନଥିଲା। କ'ଣ ପ୍ରସ୍ତୁତ ଥିଲା ତାଙ୍କ ପାଇଁ? ଗୋଟେ ଗୁହାଳ ଘର, ଯେଉଁଠିକି ଯୀଶୁ ଜନ୍ମ ହେଲେ, ଆଉ ଗୁହାଳ କୁଣ୍ଡରେ ଶୋଇଲେ। ଆଜି ଗୋଟେ ପ୍ରଶ୍ନ ଆସେ, ଆମର ହୃଦୟର ବସା ଘରେ ଯୀଶୁଙ୍କ ପାଇଁ ଜାଗା ଅଛି କି? ଆମ ପରିବାରରେ ଯୀଶୁଙ୍କ ପାଇଁ ଜାଗା ଅଛି କି? ଆମମାନଙ୍କର ବାହ୍ୟ ଡେକୋରେସନ୍, ଆମମାନଙ୍କର ବାହ୍ୟ ସାଜସଜ୍ଜା, ଆମମାନଙ୍କର ପ୍ରତ୍ୟେକଟି ବିଷୟ ଆମେ ଯାହା ବି କରୁଛୁ, ଆପଣ କୁହନ୍ତୁ ଜିଙ୍ଗଲ ବେଲ୍, ଆପଣ କୁହନ୍ତୁ ଖ୍ରୀଷ୍ଟମାସ ଟ୍ରି, ଆପଣ କୁହନ୍ତୁ କେକ୍ କାଟିବା ବିଷୟ, ରନ୍ଧା ବଢ଼ା କରିବା, ନୂଆ ବସ୍ତ୍ର ପରିଧାନ କରିବା, ଗିଫ୍ଟ ପଠାଇବା, ଏ ଖ୍ରୀଷ୍ଟମାସ ଫାଦର, ବିଭିନ୍ନ ବିଷୟ ଯେଉଁଟା ମାନେ କରୁ ମଣ୍ଡଳୀରେ, ଯେଉଁଟାକି ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପ୍ରମାଣ କରିପାରିନଥାଉ, ଏ ସମସ୍ତ ଜାକଜମକ ଭିତରେ ଯଦି ଯୀଶୁଙ୍କ ପାଇଁ ଜାଗା ନାହିଁ, ତାହେଲେ ତା'ର କୌଣସି ମୂଲ୍ୟ ନାହିଁ। ଯୀଶୁ କାହିଁକି ଆସିଥିଲେ? ସେ କିଏ ଥିଲେ? କ'ଣ ଲେଖାଯାଇଛି 10 ପଦ ଦେଖନ୍ତୁ। ସେଥିରେ ଦୂତ ସେମାନେ କହିଲେ, କୋଉମାନେ କହିଲେ? ଯେଉଁମାନେ ମେଷ ଜଗୁଥିଲେ ବାହାରେ,
से मेढा जोगुळे मानक रात्र समय दूत मैंने देखादेले आने कौन कहते भय कर ना देख मु समस्त लोकंकर अत्यंत आनंदजनक सुसमाचार तुमको जनाऊँगी समस्त लोकंकर अत्यंत आनंदजनक सुसमाचार तुम्भ मानू जनाऊँगी कौन से सुसमाचार आनंदजनक दुखजनक नुहे विपदजनक नुहे मृत्युजनक नुहे कौन से आनंदजनक सुसमाचार कारण आज दाऊदंक नगर रे तुम्भ मानक निमंते त्राणकर्ता जन्म ग्रहण कर से ख्रीष्ट प्रभु त्राणकर्ता जन्म ग्रहण करिसंती से ख्रीष्ट प्रभु त्राणकर्ता उद्धारकर्ता परित्राणकर्ता मुक्तिदाता मनुष्य को जी पापर उद्धार करती नरकरु नहीं कि स्वर्ग में प्रवेश कराती नरकरु उद्धार करती शयतान कबल उद्धार करती जी कि मृत्यु उद्धार करती जगतर अभिशाप उद्धार करती जगतर मंदतर उद्धार करती जे कि मनुष्य को संपूर्ण भाव क्षमा करि पारंती से त्राणकर्ता से उद्धारकर्ता जन्म ग्रहण करिसंती समुदाय पृथ्वी निमंते आमे जे हो ना कहीं आपण आ मो जेकोसी व्यक्ति हेले सुधा बाइबल रे निर्दिष्ट भाव में कौन सी व्यक्ति विशेष लिखा जाए ना बाइबल कौन लिखाई जेपरी जे कही ताहांठारे विश्वास करे जे कहीं विश्वास करि पारिबो ख्रीष्ट को विश्वास करने जे कहीं सिद्धांत नहीं पार एटी कौन सी जगह जबरदस्ती प्रश्न ना अनेक लोक ने भूल बुझते जेपरी जे के विश्वास करे स्वेच्छापूर्वक वॉलंटियरली स्वेच्छा जे जीशु को परित्राण करता उद्धार करता विश्वास करे कहीं प्रभु जीशु ख्रीष्ट एपाई जन्म होते माथ्यू सुसमाचार को जो जीवा से माथ्यू सुसमाचार गोटे अद्भुत विश्व प्रभु को मुखर वाक्य में शुणा प्रभु निजे कहते से कौन बोली कहते ए प्रकार से एटी प्रमाण करुँच जदि आम देखा 27-28 पद आउ जे कहीं प्रधान होगा इच्छा करे से तुम्भ मानकर दास हेउ जेपरि मनुष्य पुत्र मध्य सेवा पाइबाकू आसी ना से निज विषय कहते मनुष्य पुत्र कहुच्छी बाइबल रे ईश्वर वाक्य बाइबल मनुष्य पुत्र कह जेहेतु ईश्वर पुत्र जगत रे जन्म हेले जगत रे को घर जन्म हो पड़ो तो पुत्र कि कन्या होगापाई पड़ो ये मनुष्य पुत्र कहगला मनुष्य पुत्र मध्य सेवा पाइबाकू आसी ना जीशु सेवा पाइबाकू आसी नथिले से काहाठारु मध्य सेवा चाहि नथिले से सेवा करी करी तांकर क्रूसरे मरिबा पर्यंत लोकंकर सेवा कले जगत लोक मैंने सेवा चाहती मर्यादा चाहती फूलमाल चाहती किए गोटे मो पादरे पड़ो यहाँ मनुष्य आशा करे यहाँ जगत लोक किए गोटे मोर सेवा करू यहाँ मनुष्यर स्वभाव गुण तार सहजात प्रवृत्ति आसी ना मात्र सेवा करने को खाली सेवा करने को ना जीशु सेवा कले आम जाचु बाइबल लिखा जाए मृत मान उठेले कुष्ठी मान सूची कले आउंसिले निज हाथ में अंध मान चक्षु दान देले बधिर मान शुणा शक्ति देले कुब्जा मान सुस्थ करे लेंगना माने चलिले आश्चर्य विश्व 5टा रोटी 2टा माछरे हजार हजार लोक मान खाइबा को देले दुखी मान दुख दुख से बुझिले पापी करग्राही परित्यक्ता अवहेलित दुस्थ निराश हताश जर्जरित लोक मानकर से सेवा कले सांत्वना देले दुखी परिवार मध्य को से गले ए प्रकार तांको जीवन थिला से प्रेम मय परमेश्वर खाली तांको ना प्रेम परमेश्वर नुहे से प्रेम करने को शिखाइले से प्रेम कले क्रूस उपर मनुष्य को आपण को मते एथिपाई जीवन देले एथिपाई रक्त देले एथिपाई प्राण देले आउ लिखा जाइछि अनेकंक मो निमंते मुक्तिर मूल्य स्वरूपे प्राण देवाक आसीअछंती एथिपाई जीशु आसीथिले मुक्तिर मूल्य स्वरूपे प्राण देवाई जीशु आसीथिले प्राण देवाक से प्राण नेबाक आसी नथिले से कहले मो पापी मान आसी धार्मिक मान आसी ना धार्मिक मानकर कौन प्रयोजन से माने तो सीधा स्वर्ग को जीवे ना किंतु पापी मानकर आवश्यक अच्छी से माने पाप क्षमा पाई स्वर्ग राज्य को जीवे ईश्वर सहित मिलित हेबे जड़े धार्मिक व्यक्ति को ईश्वर आवश्यक ना जदि के लोक भावे मु धार्मिक बोलिक ईश्वर आवश्यकता सेते हुए मुक्तिदाता परित्राणकर्ता
ସେତେବେଳେ ଆବଶ୍ୟକ ଯେତେବେଳେ ସେ ବୁଝିପାରେ ମୁଁ ଗୋଟେ ପାପୀ ମଣିଷ, ମୋ ଦେହରେ କିଛି ହେଇପାରିବ ନାହିଁ, ମୁଁ ନିରୁପାୟ, ମୁଁ ପାପୀ, ମୁଁ ଈଶ୍ୱରଙ୍କ ଶତ୍ରୁ, ମନରେ ମୁଁ ଈଶ୍ୱରଙ୍କ ଶତ୍ରୁ। ବାଇବେଲ ଲେଖା ହେଇଛି ଶବ୍ଦ ଗୁଡ଼ାକ। ସେହି ସମୟରେ ସେ ଆସି ପ୍ରେମ ପ୍ରକାଶ କଲେ। ଏଥିପାଇଁ ସେ ନିଜେ କହୁଛନ୍ତି ମୁକ୍ତିର ମୂଲ୍ୟ। ଯୌନ ସୁସମାଚାର 10 ପର୍ବରେ ଯୀଶୁଖ୍ରୀଷ୍ଟଙ୍କର ଆଉ ଗୋଟିଏ ବଡ଼ ଗୁରୁତ୍ୱପୂର୍ଣ୍ଣ ଘୋଷଣା 15 ପଦରେ, ସେହିପରି ମୁଁ ମୋ ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋ ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି ମେଷଗୁଡ଼ିକ ନିମନ୍ତେ ମୁଁ ମୋର ପ୍ରାଣ ଦିଏ। 17 ପଦ, ମୁଁ ମୋର ପ୍ରାଣ ଦାନ କରିବାରୁ ପିତା ବା ପିତା ପରମେଶ୍ୱର ମୋତେ ପ୍ରେମ କରନ୍ତି। ଯେହେତୁ ରକ୍ତ ମାଂସଧାରୀ ମନୁଷ୍ୟ ଜନ୍ମ ହୋଇଥିବାରୁ ସ୍ୱର୍ଗ ତାଙ୍କୁ ପ୍ରେମ କରେ, ପିତା ପରମେଶ୍ୱର ପ୍ରେମ କରନ୍ତି, ଆଉ ମୁଁ ମୋର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ। ଯୀଶୁ ଦୁର୍ବଳ ହେବାରୁ କିଏ କ୍ରୁଶରେ ତାଙ୍କୁ ମାରି ନାହାନ୍ତି। ସେ କହିଲେ ମୁଁ ମୋର ପ୍ରାଣ ଦାନ କରେ। 18 ପଦରେ ଆହୁରି ପ୍ରାଞ୍ଜଳ ଭାବରେ ସେ କହିଲେ, କେହି ମୋ ଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। କିଏ ମୋଠୁ ନେଇନାହାନ୍ତି। ଯଦି ବା ତାହା ଶାସ୍ତ୍ର ଲିଖିତ ଥିଲା, ରୋମିଓମାନେ ଜିହୁଦୀୟମାନେ ତାଙ୍କୁ ହତ୍ୟା କଲେ କାଲବରୀ କ୍ରୁଶରେ, ସେଇଟା ଅନନ୍ତକାଳୀନ ବଳିଦାନ। ବାପ୍ତିଜକ ଯୋହନ ତାଙ୍କୁ ଦେଖି କହିଲେ, ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ, ଯିଏ ଜଗତର ପାପର ଭାର ବହନ କରିକି ନେଇପାରନ୍ତି। ତାକୁ ବୁଝିବା ପାଇଁ ଆମେ ଯଦି ଯିଶାୟ 53 ପର୍ବ ପଢ଼ିବା, ଯୀଶୁଙ୍କର ବଳିଦାନକୁ ଆମେ ବୁଝିପାରିବା। ସେ ପାପରୁ ମୁକ୍ତ କରିବା ପାଇଁ କ୍ରୁଶରେ ମଲେ, ଆଉ ସେ ରୋଗରୁ ମୁକ୍ତ କରିବା ପାଇଁ ପ୍ରହାରିତ ହେଲେ। ଆମମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା, ଆମ ପାଇଁ ସେ କ୍ଷତବିକ୍ଷତ ହେଲେ, ଆମ ନିମନ୍ତେ ପ୍ରହାରିତ ହେଲେ, ପରିତ୍ୟକ୍ତ ହେଲେ, ଦୁଃଖୀ ଲୋକ ହେଲେ, ଶୋକ ପରିଚିତ ହେଲେ। ସେ କହୁଛନ୍ତି ତାହା ଦାନ କରିବାକୁ ମୋର ଅଧିକାର ଅଛି। ତାର ଅର୍ଥ ମୋର ପ୍ରାଣ ଦାନ କରିବାକୁ ମୋର ଅଧିକାର ଅଛି, ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋର ଅଧିକାର ଅଛି। ଏଥିପାଇଁ ସେ ନିଜର ଜୀବନକୁ କାଲବରୀ କ୍ରୁଶରେ ଦେଲେ। ଜାଣିଛନ୍ତି ସେ ହେଉଛନ୍ତି ନିଜେ ମହାଯାଜକ, ଅନନ୍ତକାଳୀନ ମହାଯାଜକ। ଏବ୍ରି ଲେଖାଯାଇଛି, ଏବ୍ରି ଚିଠାରେ। ଆଉ ସେ ନିଜେ ଅନନ୍ତକାଳୀନ ବଳି। ଏଇଟା ଛାଗ ମେଷ ଭୃଷର ବଳି ନୁହେଁ, ଏଇଟା ପେୟ ନୈବେଦ୍ୟ, ଭକ୍ଷ ନୈବେଦ୍ୟ ନୁହେଁ, ଏଇଟା ବ୍ୟବସ୍ଥା ଡିମାଣ୍ଡ କରୁଥିବା ନୈବେଦ୍ୟ ନୁହେଁ। ଏହା ହେଉଛି ଚିରନ୍ତନ ନୈବେଦ୍ୟ, ଯାହା କାଲବରୀର ବେଦୀରେ ବଳିଦାନ କରାଗଲା। ଉପରେ ସ୍ୱର୍ଗ, ତଳେ ପୃଥିବୀ ଶୂନ୍ୟରେ ଯୀଶୁ ଝୁଲି ପଡ଼ିଲେ, ତାଙ୍କ ହାତରେ ପାଦରେ କଣ୍ଟା ବିଦ୍ଧ କରାଗଲା। ସେ କହିଥିଲେ ଶତ୍ରୁକୁ ପ୍ରେମ କର। ଗୋଟିଏ ଗାଲରେ କିଏ ଚାପୁଡ଼ା ମାରିଲେ ଆଉ ଗୋଟେ ଗାଲ ଦେଖାଇ ଦିଅ, ଏଇଟା ଯୀଶୁ କହିଥିଲେ। ଆଉ ସେଥିପାଇଁ ସେ କ'ଣ କଲେ? କାଲବରୀ କ୍ରୁଶରେ ଯେଉଁ 7ଟା କଥା ସେ କହିଲେ, ତା ଭିତରେ ଗୋଟିଏ କଥା ସେ କହିଲେ, ପ୍ରଭୁ ମାନେ କ'ଣ କରୁଛନ୍ତି ଜାଣୁନାହାନ୍ତି, ଏମାନଙ୍କୁ କ୍ଷମା କରିଦିଅ। ଏ ପ୍ରକାର ଅବସ୍ଥାରେ କିଏ କ'ଣ କ୍ଷମା ଯାଚିପାରେ? ଏ ପ୍ରକାର ଅବସ୍ଥାରେ କିଏ କ'ଣ କ୍ଷମା ଦେଇପାରେ କାହାରିକୁ? ଆମର ତ ଶତ୍ରୁତା, ପ୍ରତିହିଂସା, ପରିଶୋଧ ବା ପ୍ରତିଶୋଧ ନେବାର ମନୋଭାବ ଆମ ଭିତରେ ଜାଗ୍ରତ ହୁଏ ଯଦି କୌଣସି ଲୋକ ଆମକୁ ଆଘାତ ଦିଏ ବା ଦୁଃଖ ଦିଏ। ଖ୍ରୀଷ୍ଟଙ୍କର ସ୍ୱଭାବ ସେଇଟା ନଥିଲା। ସେ କହିଲେ ମୋ ଠାରୁ ଶିଖ, ମୁଁ ମୃଦୁଶୀଳ ନମ୍ରଚିତ, ଆଉ ତୁମେ ଆତ୍ମାରେ ବିଶ୍ରାମ ପାଇବ। ତୁମେ ଆତ୍ମାରେ ବିଶ୍ରାମ ପାଇବ, ମୋ ଠାରୁ ଶିଖ। ଏଇଟା ଥିଲା ଖ୍ରୀଷ୍ଟଙ୍କର ଶିକ୍ଷା। ସେ ଯାହା କହିଛନ୍ତି ବାଇବେଲରେ ଗୋଟେ ଗୋଟେ ଶବ୍ଦ ତାଙ୍କ ଜୀବନରେ ତା ପ୍ରକାଶିତ ହେଇଥିଲା 100%। ଆଉ ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଜଗତରେ ଜନ୍ମ ହେଲେ, ସେ ପଥ ସତ୍ୟ ଓ ଜୀବନ। ସେ କହିଲେ ମୁଁ ଜଗତର ଜ୍ୟୋତି, ସେ ଅନନ୍ତ ଜୀବନର ଜଳ। ସେ କହିଲେ ମୁଁ ସ୍ୱର୍ଗରୁ ଆଗତ ହେଇଥିବା ସ୍ୱର୍ଗୀୟ ଆହାର। ଯିଏ ମୋତେ ଭୋଜନ କରିବ ସେ କେବେ କ୍ଷୁଧିତ ହେବ ନାହିଁ। ଯିଏ ମୋତେ ପାନ କରିବ, ସେ ସମୟରେ ସ୍ତ୍ରୀ କ'ଣ କହିଲେ, ଆଗ ନାରୀ ତୁମେ ଯଦି ମୋତେ ଜାଣିଥାନ୍ତ ତାହେଲେ ମୋତେ ମାଗିଥାନ୍ତ, ମୁଁ ତୁମକୁ ଜୀବନର ଜଳ ପିଇବାକୁ ଦେଇଥାନ୍ତି, ଯେଉଁ ଜଳ ତୁମ ଭିତରୁ ଉଛୁଳି ଉଠୁଥାନ୍ତା। ତାର ଅର୍ଥ ତୁମେ କେବଳ ସେ ଜଳ ପିଇକି ପରିତୃପ୍ତ ହେବ ନାହିଁ, ତୁମ ଅନ୍ତର ଭିତରୁ ସେ ଯେଉଁ ଜଳ ଉଛୁଳି ଉଠିବ, ଅନ୍ୟମାନେ ମଧ୍ୟ ତାକୁ ପାନ କରିବେ। କେବଳ ଆମେ ଆଶୀର୍ବାଦ ପାଇବା ତାହା ନୁହେଁ, ଅବ୍ରାହ୍ମକୁ ସେ କହିଲେ ଆମେ ତୁମକୁ ଆଶୀର୍ବାଦର ଆକର କରିବା। ଜଗତରେ ଜନ୍ମ ହୋଇକି ଯଦି ଆମେ ଜଣକୁ ଉପକାର କରିପାରୁନୁ, ଅପକାର କରିବା ପାଇଁ ଅଧିକାର ଆମକୁ କିଏ ଦେଲା? ଯୀଶୁ ଆସିଥିଲେ ଜଗତର ଲୋକଙ୍କର ଉପକାର କରିବା ପାଇଁ। ଯେଉଁ ଏଦନ ଉଦ୍ୟାନରୁ ପରମେଶ୍ୱରଙ୍କ ବିରୁଦ୍ଧରେ, ପିତା ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରି ଅବାଧ୍ୟ ହୋଇକି ଆଦମ ହବା ବିତାଡ଼ିତ ହେଇଥିଲେ, ତାଙ୍କୁ ପୁନର୍ବାର ଫେରିବା ପାଇଁ ଯୀଶୁ ଆସିଥିଲେ।
ଖାଲି ଆସିକି ଟାଣିକି ନେଇ ଯାଇନାହାନ୍ତି, ମୂଲ୍ୟ ଦେଇଛନ୍ତି ଶତକଡ଼ା ସମସ୍ତ ମୂଲ୍ୟ। କଲୋସରେ ଲେଖାଯାଏ ସେ ସମସ୍ତ ଅଭିଯୋଗ ପତ୍ର ନେଇକି କ୍ରୁଶରେ ଟଙ୍ଗାଇ ଦେଇ ଆମମାନଙ୍କ ପଥରୁ ଦୂର କଲେ। ଅଭିଯୋଗ ପତ୍ର କ'ଣ ଥିଲା? ପାପର ବେତନ ମୃତ୍ୟୁ। ଯେଉଁ ପ୍ରାଣୀ ପାପ କରେ ସେ ମରିବ। କିନ୍ତୁ ବାଇବେଲ କଥା ମଧ୍ୟ କୁହେ, ଦୁଷ୍ଟର ମରଣରେ ପରମେଶ୍ୱରଙ୍କର ସନ୍ତୋଷ ନାହିଁ। ଦୁଷ୍ଟ ଫେରୁ ପ୍ରଭୁଙ୍କ ପାଖକୁ, ଏଥିରେ ପରମେଶ୍ୱର ସନ୍ତୋଷ ହୁଅନ୍ତି ଆଉ ତାକୁ ସ୍ୱର୍ଗକୁ ନେଇଯାଆନ୍ତି। ସେଇଟା ପରମେଶ୍ୱରଙ୍କର ଗୁଣ, ଐଶ୍ୱରିକ ବ୍ୟକ୍ତିତ୍ୱ, ଦ୍ୟାଟ୍ ଦ ଡିଭାଇନ୍ ନେଚର। ଆଶ୍ଚର୍ଯ୍ୟ ମୋର ଭାଇ ଭଉଣୀମାନେ, ସେ କ୍ରୁଶରେ ହତ ହେଲେ, ଆଉ ସେ ତୃତୀୟ ଦିନ ପରେ ମୁଁ ପୁନରୁତ୍ଥିତ ହେବି ବୋଲି କହିଥିଲେ। 3 ଦିନ 3 ରାତ୍ର କବର ରହିଲେ, ଆଉ ସେ ତୃତୀୟ ଦିନ ପୁନରୁତ୍ଥିତ ହେଲେ। ପୁନରୁତ୍ଥିତ ଖ୍ରୀଷ୍ଟଙ୍କୁ ହଜାର ହଜାର ଲୋକ ଦେଖିଛନ୍ତି। ପ୍ରଥମେ ମଗ୍ଦଲିନୀ ମରିୟମ ଦେଖିଲେ, ପିତର ଜୋହନ ଯାକବ ଦେଖିଲେ, ଅନ୍ୟମାନେ ଦେଖିଲେ। ଏକାଥରକେ ପ୍ରାୟ 500 ଭାଇମାନେ, ପ୍ରଥମ କରନ୍ତି 15 ପର ଲେଖାଯାଇଛି, 500 ଭ୍ରାତାମାନେ ଦେଖିଲେ ତାଙ୍କୁ। ଆଉ 40 ଦିନ ଜଗତ ରହିଲେ, ଶିଷ୍ୟମାନେ ସବୁ ଖାଇଲେ, ପିଇଲେ, ବସି ଉଠିଲେ, ସ୍ୱର୍ଗରାଜ୍ୟ କଥା କହିଲେ ଏବଂ ସେ କହିଥିଲେ ମୋ ପିତାଙ୍କ ରାଜ୍ୟକୁ ଫେରିଯିବି ଯେଉଁଠୁ ଆସୁଛି। ତାଙ୍କ ପ୍ରଥମ ଆଗମନ ହେଲା, ବୁଝିବା ଦରକାର ଆଜି, ତାଙ୍କର ପ୍ରଥମ ଆଗମନ ହେଲା ମନୁଷ୍ୟକୁ ପରିତ୍ରାଣ ଦେବା ପାଇଁ। ପୃଥିବୀର ପ୍ରତ୍ୟେକ ମନୁଷ୍ୟକୁ ପରିତ୍ରାଣ ପାଇଁ ଯୀଶୁଙ୍କର ପ୍ରଥମ ଆଗମନ ବେଥଲେହେମରେ ହେଲା। ତାଙ୍କର ଦ୍ୱିତୀୟ ଆଗମନ ହେବ ରାଜା ହିସାବରେ, ପ୍ରଭୁ ହିସାବରେ, ପୃଥିବୀକୁ ଶାସନ କରିବା ପାଇଁ ଆଉ ନ୍ୟାୟ ବିଚାର କରିବା ପାଇଁ। ତାଙ୍କର ବଳିଦାନକୁ ଯେଉଁମାନେ ଗ୍ରହଣ କରିଛନ୍ତି ସେମାନେ ପରିତ୍ରାଣ ପ୍ରାପ୍ତ ହେବେ ବା ପରିତ୍ରାଣ ତାଙ୍କୁ ସେ ଦେବେ ଆଉ ନିଜ ରାଜ୍ୟ ସ୍ୱର୍ଗରାଜ୍ୟକୁ ନେଇଯିବେ। ଯେଉଁମାନେ ତାଙ୍କ ବିରୁଦ୍ଧରେ ଯାଇଛନ୍ତି ବା ବିଦ୍ରୋହ କରିଛନ୍ତି, ଗ୍ରହଣ କରିନାହାନ୍ତି, ସେମାନେ ଅନନ୍ତ ଦଣ୍ଡ ଭୋଗ କରିବେ। ଆଉ ସେଥିପାଇଁ ସେ କହିଲେ ଯୋହନ 14 ପର୍ବରେ, ମୁଁ ଯାଉଛି ପିତାଙ୍କ ଗୃହକୁ, ମୋ ପିତାଙ୍କର ଅନେକ ବାସସ୍ଥାନ ଅଛି, ମୁଁ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଛି। ସ୍ଥାନ ପ୍ରସ୍ତୁତ କଲା ପରେ ମୁଁ ପୁନର୍ବାର ଫେରିବି ଆଉ ତୁମମାନଙ୍କୁ ନେଇଯିବି। କେଉଁଠିକି? ଯେଉଁଠି ମୁଁ ରୁହେ ତୁମେ ସେଇଠି ରହିବ। ଏଥିପାଇଁ ବାଇବେଲ କୁହେ ତାଙ୍କ ନାଁ ହେଉଛି ଇମାନୁଏଲ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱର। ମନୁଷ୍ୟ ଈଶ୍ୱରଙ୍କୁ ଖୋଜି ପାରିବ ନାହିଁ, ଖୋଜି ଖୋଜି ହାଲିଆ ହେଇଗଲାଣି ମନୁଷ୍ୟ। ଯୀଶୁ ନିଜେ ଖୋଜି ଖୋଜି ଆସିଲେ। ବୃଥା ଏ ଜନମ ପୂଜା ଅନୁଷ୍ଠାନ, ମହାପ୍ରଭୁ କୃପା ନହିଲେ। ମୋତେ ଖୋଜି ଖୋଜି ଯୀଶୁ ଅଇଲେ, ଏ କଥା କି ତମେ ଗାଉଛ। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀ, ପ୍ରଭୁ ଆସିଲେ, ସ୍ୱୟଂ ପରମେଶ୍ୱର এই ଜଗତକୁ ଯୀଶୁ ରୂପ ନେଇକି ଆସିଲେ। ଈଶ୍ୱର ହେଲେ ସୁଦ୍ଧା ମନୁଷ୍ୟ ହେଇଗଲେ, ଦାସ ହେଲେ, ନିଜକୁ ଶୂନ୍ୟ କଲେ, କୃଷି ଓ ମୃତ୍ୟୁ ପର୍ଯ୍ୟନ୍ତ ସ୍ୱର୍ଗର ଆଜ୍ଞାବ, ପିତାଙ୍କର ଆଜ୍ଞାବ ହେଲେ ଆଉ ପ୍ରାଣତ୍ୟାଗ କଲେ। ଏଇଟା ଥିଲା ତାଙ୍କର ଗୁଣ। କିନ୍ତୁ ମୃତ୍ୟୁ ତାଙ୍କୁ ରଖିପାରିଲା ନାହିଁ। 40 ଦିନ ପରେ ପୁନରୁତ୍ଥାନ ହେଲା ପରେ ବା ମୃତ୍ୟୁରୁ ଉଠିଲା ପରେ, ମୃତ୍ୟୁଞ୍ଜୟ ହେଲା ପରେ, 40 ଦିନ ପରେ ଯୀଶୁ, ହଜାର ହଜାର ଲୋକ ଅଛନ୍ତି, ଶିଷ୍ୟମାନେ 12 ଶିଷ୍ୟ ଅଛନ୍ତି ତାଙ୍କ ସହିତ, ତାଙ୍କର ନିଜର ମା, ତାଙ୍କର ଭଉଣୀମାନେ, ଜଗତର ତାଙ୍କର ଶିଷ୍ୟ ଶିଷ୍ୟମାନେ, ସବୁ ଲୋକମାନେ ଯେଉଁମାନେ ତାଙ୍କ ସହିତ ଗତାଗତ କରୁଥିଲେ ଜଗତରେ, ସେମାନେ ଅଛନ୍ତି। ଜେରୁସାଲାମର ପୂର୍ବ ଦିଗରେ ଜିତ ପର୍ବତରେ କଥାବାର୍ତ୍ତା କରୁ କରୁ ସେ କହିଲେ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯାଅ, ଜେରୁସାଲାମ ଜିହୁଦା ପ୍ରଦେଶ ଏବଂ ସମରିଆ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯାଇ ମୁଁ ତୁମମାନଙ୍କୁ ଯେଉଁ ସମସ୍ତ ବାକ୍ୟ ଶିକ୍ଷା ଦେଇଅଛି ତାକୁ ପାଳନ କରିବାକୁ ଶିକ୍ଷା ଦେଇ ତୁମେ ଲୋକମାନଙ୍କୁ ଶିଷ୍ୟ କର। ଯୀଶୁ କେବେ କହିନାହାନ୍ତି ଖ୍ରୀଷ୍ଟିଆନ କର। ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାର ଲୋକମାନଙ୍କୁ ଖ୍ରୀଷ୍ଟିଆନରେ ଡକାଗଲା। ସେ କହିଲେ ତୁମେ ଶିଷ୍ୟ କର। ଆଉ ଯେଉଁମାନେ ଶିଷ୍ୟତ୍ୱ ଗ୍ରହଣ କରିବେ ବା ମୋତେ ପ୍ରଭୁ ବୋଲି ମାନିବେ, ଗୁରୁ ବୋଲି ମାନିବେ, ସେ ତ ପରମ ଗୁରୁ। ନିକୋଦିମ କହିଲେ ତୁମେ ସ୍ୱର୍ଗରୁ ଆଗତ ପରମ ଗୁରୁ। ଆଉ ସେ କହିଲେ ମୁଁ ନେତା, ତୁମେ ମୋତେ ନେତା ବୋଲି କହୁଛ, ମୁଁ ତ ନେତା। ମୋର ପ୍ରିୟ ଭାଇ ଭଉଣୀମାନେ, ଆଉ ସେ କହିଲେ ଯେଉଁମାନେ ଏଇ ବାକ୍ୟ ପାଳନ করে, ଗ୍ରହଣ করে, ସେମାନଙ୍କୁ ପାଳନ କରିବାକୁ ଶିକ୍ଷା ଦିଏ ଶିଷ୍ୟ କର। ଯଦି ଗୋଟିଏ ଲୋକ ପାଳନ করে ପ୍ରସ୍ତୁତ ନାହିଁ, ସେ ଯୀଶୁଙ୍କ ଶିଷ୍ୟ ହେଇପାରିବ ନାହିଁ। ଯୀଶୁଙ୍କର ଶିଷ୍ୟ ହେବା କ୍ଷେତ୍ରରେ ତାଙ୍କର ପ୍ରଥମ ଆହ୍ୱାନ ହେଉଛି ଆପଣ କ୍ରୁଶ ବହନ କରିକି ଆସ। ଆପଣ ସବୁ ହେଇପାରିବେ, କିନ୍ତୁ ଯୀଶୁଙ୍କ ପଛରେ ଯିବା ପାଇଁ ବହୁତ କଷ୍ଟ। କ୍ରୁଶ ବହନ କରିଯିବାକୁ, ନିଜକୁ ଅସ୍ୱୀକାର କରିବାକୁ ପଡ଼ିବ, ତେବେ ଯାଇକି ଜଣେ ଶିଷ୍ୟ ହେଇପାରିବ ଖ୍ରୀଷ୍ଟଙ୍କର। ଏଇଟା ସହଜ ନାହିଁ। ଯଦି ଆବଶ୍ୟକ ହୁଏ ପ୍ରାଣ ମଧ୍ୟ ଦେବାକୁ ପଡ଼ିବ। ଅନେକ ଦେଇଛନ୍ତି ପ୍ରାଣ, ଅନେକ ନିନ୍ଦା, ଅପମାନ, ତାଡ଼ନା, ମୃତ୍ୟୁ ଭିତରେ ଯାଇଛନ୍ତି, ଯାଉଛନ୍ତି, ଆଜି ମଧ୍ୟ ଯାଉଛନ୍ତି। ଆଗମନ ପର୍ଯ୍ୟନ୍ତ ଏପରି ଚାଲିଥିବ।
आइथिबे ख्रीष्टଙ୍କ ପଛରେ ଯାତ୍ରା କରିବାଟା ସାଧାରଣ ବିଷୟ ନୁହେଁ। ଯେହେତୁ ତାଙ୍କର ପଦଚିହ୍ନ ଗମନ କରିବାଟା ରକ୍ତାକ୍ତ ପଦଚିହ୍ନ, ତାଙ୍କର ପଦଚିହ୍ନ ରକ୍ତାକ୍ତ ପଦଚିହ୍ନ। ସେ ରକ୍ତାକ୍ତ ପଦଚିହ୍ନ ଦେଇକି ଯେଉଁମାନେ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି ସେମାନେ କେବଳ ଯୀଶୁଙ୍କର ଶିଷ୍ୟ ହୋଇପାରିବେ। ଏବଂ ସେ କହିଲେ, ସେମାନଙ୍କୁ ତୁମେ ଯେଉଁମାନେ ମୋର ଶିଷ୍ୟ ହେବେ ସେମାନଙ୍କୁ ପିତା ପୁତ୍ର ଓ ପବିତ୍ର ଆତ୍ମାର ବାପ୍ତିସ୍ମ ଦେବ। ପିତାଙ୍କ ନାମରେ ବାପ୍ତିସ୍ମ ନେଲେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପାଇବେ। ଯୀଶୁଙ୍କ ନାମରେ ବାପ୍ତିସ୍ମ ନେଲେ ସେମାନେ ପରିତ୍ରାଣ ପାଇବେ। ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ନେବା ଦ୍ୱାରା ସେମାନେ ପ୍ରଭୁଙ୍କର କାର୍ଯ୍ୟ କରିବା ପାଇଁ, ବଞ୍ଚିବା ପାଇଁ ସହାୟତା ପାଇବେ। ତାହା କହିକି ପ୍ରଭୁ କ'ଣ କଲେ? ତୁମେ ଜେରୁସାଲେମକୁ ଫେରିଯାଅ। ମୁଁ ଯେଉଁ ପବିତ୍ର ଆତ୍ମାଙ୍କୁ ପଠେଇ ବୋଲି କହିଥିଲି ତାଙ୍କୁ ପାଇବା ପର୍ଯ୍ୟନ୍ତ ଅପେକ୍ଷା କର। ସେ ସାହାଯ୍ୟକରେ ଆସିବେ, ଯିଏକି ତୁମ ସହିତ ଚିରକାଳ ରହିବେ। ମୁଁ ସିନା ରକ୍ତମାଂସଧାରୀ ହେଇକି ସଦାବେଳେ ରହିପାରିଲି ନାହିଁ, କିନ୍ତୁ ପବିତ୍ର ଆତ୍ମାଙ୍କୁ ମୁଁ ପଠେଇବି। ଆଉ ମୁଁ ନ ଗଲେ ସେ ଆସିବେ ନାହିଁ। ତାର ଅର୍ଥ ପ୍ରଭୁ ଗଲା ପରେ ପବିତ୍ର ଆତ୍ମାଙ୍କୁ ପଠେଇଲେ, ନିଜେ ପବିତ୍ର ଆତ୍ମାକୁ ଆସିଲେ। ଆଜି ମଣ୍ଡଳୀ ମଧ୍ୟରେ, ବିଶ୍ୱାସୀ ଜୀବନରେ, ଖ୍ରୀଷ୍ଟୀୟ ପରିବାର ମଧ୍ୟରେ ପବିତ୍ର ଆତ୍ମା ଅଛନ୍ତି, ଚିରକାଳ ସାହାଯ୍ୟକାରୀ। ସେ ଛାଡ଼ିକି କେବେ ଯାଆନ୍ତି ନାହିଁ। ଦୁଃଖରେ ସୁଖରେ ଆମ ସଙ୍ଗରେ ଥାଆନ୍ତି। କିନ୍ତୁ ଘଟଣା କ'ଣ ହୁଏ? ଯଦି ଆମେ ତାଙ୍କୁ ନିମନ୍ତ୍ରଣ କରିବା, ଡାକିବା, ଅନୁରୋଧ କରିବା, ମୋତେ ସାହାଯ୍ୟ କର, ସେ ସାହାଯ୍ୟ କରିବେ। ଆଉ ଏଥିପାଇଁ ଏ ଖ୍ରୀଷ୍ଟଙ୍କର ମଣ୍ଡଳୀ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ, ମନୁଷ୍ୟ ଦ୍ୱାରା ପରିଚାଳିତ ନୁହେଁ। ଖ୍ରୀଷ୍ଟଙ୍କ ମଣ୍ଡଳୀ ଈଶ୍ୱରଙ୍କ ବାକ୍ୟର ସମ୍ବିଧାନ ଦ୍ୱାରା ଚାଲେ। ମନୁଷ୍ୟର ଜ୍ଞାନ, ବୁଦ୍ଧି, ନିୟମ କାନୁନ ଦ୍ୱାରା ଏଇଟା ପରମ୍ପରାଗତ ଶାସ୍ତ୍ର ନୁହେଁ। ଏଇଟା ଧର୍ମ କରିବାର ଶାସ୍ତ୍ର ନୁହେଁ। ଏଇଟା ଜଣେ ବ୍ୟକ୍ତିଙ୍କ ସହିତ ସମ୍ପର୍କ କାରଣ ରଖିବାର ବା ଗୋଟେ ଜଣେ ବ୍ୟକ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ କରି ସ୍ୱର୍ଗରାଜ୍ୟକୁ ଯିବାର ଈଶ୍ୱରଙ୍କର ଶାସ୍ତ୍ର ଏଇଟା। ଏଥିପାଇଁ ମୋର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଚାଲିଗଲେ। ଆଉ ସେ କ'ଣ କହିଥିଲେ? ମୁଁ ଯାଇକି ପୁନର୍ବାର ଫେରିବି। ଏବଂ ଈଶ୍ୱରଙ୍କ ବାକ୍ୟ ବାଇବଲରେ ଯେଉଁ ସମସ୍ତ ବିଷୟ ଲେଖାଯାଇଛି ଭାବମାନେ ଅନେକ ସଫଳ ହେଲାଣି, ଅଧିକାଂଶ ବାକ୍ୟ ସଫଳ ହେଲାଣି। ଆସିବା ପୂର୍ବରୁ ଯେଉଁ ଘଟଣା ଘଟିବ ତାହା ଗତ ବର୍ଷମାନଙ୍କରେ ଘଟିଛି, ଅତୀତ ଦିନମାନଙ୍କରେ, ଏବେ ବି ଘଟୁଛି, ଆଗକୁ ଘଟିବ। ଏବଂ ତାଙ୍କ ରାଜ୍ୟ ଅତି ସନ୍ନିକଟ। ଯେଉଁମାନେ ପ୍ରସ୍ତୁତ ଥିବେ, ପ୍ରଭୁଙ୍କ ଆଗମନ ଦିନ ତୁରୀବାଦ୍ୟରେ ଯେତେବେଳେ ଆସିବେ ମେଘମାଳାକୁ ସ୍ୱର୍ଗ ଓହ୍ଲାଇବେ ନେବା ପାଇଁ, ଯେଉଁମାନେ ପ୍ରସ୍ତୁତ ଥିବେ ସେମାନେ ତାଙ୍କ ସହିତ ମିଳିତ ହେବେ ଆଉ ଅନନ୍ତ ରାଜ୍ୟକୁ ପ୍ରଭୁ ତାଙ୍କୁ ନେବେ। ତାପରେ ସେ ଜଗତକୁ ଆଗମନ କରିବେ। ଏହି ଜଗତରେ 7 ବର୍ଷ କ୍ଲେଶ ଘଟିବ। ଆଉ 7 ବର୍ଷ ଶେଷରେ ଏହି ଜଗତରେ ଯେ ଦୁଃଶାତ୍ମା ଶାସନ କରୁଥିବ, ମନ୍ଦାତ୍ମାର ଶାସନ ଚାଲିଥିବ, ଭଣ୍ଡ ଖ୍ରୀଷ୍ଟ ଶାସନ କରୁଥିବ, ଏହି ଜଗତକୁ ସେ ଅଧିକାର କରିବେ ଏବଂ 1000 ବର୍ଷ ଶାନ୍ତି ରାଜ୍ୟ କରିବେ। ସେଇଠି ଲେଖାଯାଇଛି ତାଙ୍କ ରାଜ୍ୟ ଏକ୍ଷଣାବଧି ଅନନ୍ତକାଳ ପର୍ଯ୍ୟନ୍ତ। ଏଥିପାଇଁ ସେ ଶାନ୍ତି ରାଜ୍ୟ କରିବେ ଯେ ମନୁଷ୍ୟ ଅନନ୍ତ ରାଜ୍ୟରେ ବାସ କରିବା ପାଇଁ ଯେପରି ସେ ସିଦ୍ଧ ହୋଇପାରିବ, ବୁଝିବାକୁ ପାରିବ, ଏଥିପାଇଁ ସେ 1000 ବର୍ଷ ଶାନ୍ତି ରାଜ୍ୟ କରିବେ। ତାପରେ ଅନନ୍ତ ରାଜ୍ୟ ଆରମ୍ଭ ହେବ। ଅନନ୍ତ ରାଜ୍ୟ ଆରମ୍ଭ ହେବା ପୂର୍ବରୁ, ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବା ଶେଷ ଦିନ ପର୍ଯ୍ୟନ୍ତ ଯେଉଁ ବ୍ୟକ୍ତି ଜଣ ପ୍ରତ୍ୟେକଙ୍କର ବିଚାର ହେବ ଆଉ ପରମେଶ୍ୱର ହିସାବ ଦେଖିବେ। ଯେଉଁମାନେ ପରିତ୍ରାଣର ଜ୍ଞାନ ପାଇଛନ୍ତି, ଖ୍ରୀଷ୍ଟଙ୍କର ଅନୁଗ୍ରହର ପରିତ୍ରାଣ ଗ୍ରହଣ କରିଛନ୍ତି, ବିଶ୍ୱାସ କରିଛନ୍ତି, ସେମାନେ ପରିତ୍ରାଣ ପାଇବେ। 5ଟି କଥା କହି ମୁଁ ଶେଷ କରିବି। ଖ୍ରୀଷ୍ଟ ପାପ ଉପରେ ବିଜୟ ହାସଲ କରିବା ପାଇଁ କ୍ରୁଶରେ ମଲେ। ସେ ଶୟତାନକୁ ଜୟଲାଭ କରିବା ପାଇଁ କ୍ରୁଶରେ ପ୍ରାଣ ତ୍ୟାଗ କଲେ। ସେ ନରକର ଦଣ୍ଡ ବହନ କଲି କାଲବରୀ କ୍ରୁଶ। ଏଥିପାଇଁ ସେ ଦଣ୍ଡ ଭୋଗ କଲେ। ନରକର ସମସ୍ତ ଯାତନା ତାଙ୍କ ଉପରେ ଢଳାଗଲା। ଆଉ ସେ ମୃତ୍ୟୁକୁ ଜୟଲାଭ କଲେ। ସେ ମୃତ୍ୟୁଞ୍ଜୟ ଖ୍ରୀଷ୍ଟ 3 ଦିନ ପରେ ଉଠିଲେ ଏବଂ ଜଗତର ଅଭିଶାପକୁ ସେ ଜୟଲାଭ କରେ। କାହିଁକି? ଯିଏ କ୍ରୁଶରେ ହତ ହୁଏ ସେ ଅଭିଶପ୍ତ ବୋଲି ଶାସ୍ତ୍ର କୁହେ। এই ଜଗତର ସମସ୍ତ ମନ୍ଦତା, ଅନ୍ୟାୟ, ଦୁର୍ନୀତି, ପାପ, ଅଶୁଚିତା, କଳଙ୍କ ଯେଉଁଟା ମନୁଷ୍ୟକୁ ପୃଥକ କରୁଛି, ସେ ସମସ୍ତ ପାଇଁ ପ୍ରଭୁ ଯୀଶୁ କାଲବରୀ କ୍ରୁଶରେ ହିସାବ ତୁଟେଇଛନ୍ତି। ନମ୍ରତାର ସହିତ ତାହା ଗ୍ରହଣ କରିବା ଦ୍ୱାରା, ସ୍ୱୀକାର କରିବା ଦ୍ୱାରା ଜଣେ ମନୁଷ୍ୟ ପରିତ୍ରାଣ ପାଇପାରେ, ଈଶ୍ୱରଙ୍କ ସନ୍ତାନ ହୋଇପାରେ ଏବଂ ତାର ଅନ୍ତିମ ଦିନରେ ପରମେଶ୍ୱରଙ୍କ ରାଜ୍ୟରେ ସେ ପ୍ରବେଶ କରିପାରେ। ଯେଉଁଠି ଦୁଃଖ ନାହିଁ, କଷ୍ଟ ନାହିଁ, କ୍ଲେଶ ନାହିଁ, ସମସ୍ୟା ନାହିଁ, ମୃତ୍ୟୁ ନାହିଁ, ବିଚ୍ଛେଦ ନାହିଁ, ସେଇ ଜାଗାରେ ସେ ପ୍ରଭୁଙ୍କ ସହିତ ଅନନ୍ତକାଳ ବାସ କରିବ। ମୋର ପ୍ରିୟ ବନ୍ଧୁଗଣ, ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରନ୍ତି, ଆପଣ ସରଳ ବିଶ୍ୱାସୀ, ଖ୍ରୀଷ୍ଟ ବିଶ୍ୱାସୀ, ଆପଣ ଧନୀ ନା ଗରିବ, ଜ୍ଞାନୀ ନା ଅଜ୍ଞାନୀ, ପାଠ ପଢ଼ି ନାହାନ୍ତି ନା ବହୁତ ପଢ଼ିଛନ୍ତି, ଆପଣ ଗାଁରେ ରହୁଛନ୍ତି ନା ପାହାଡ଼ ପର୍ବତ ରହୁଛନ୍ତି, ନା ସହରରେ ରହୁଛନ୍ତି ନା ନଗରରେ ରହୁଛନ୍ତି, ସେଇଟା ପ୍ରଭୁ ପଚାରୁନାହାନ୍ତି। ସେ ପଚାରୁଛନ୍ତି ଆପଣଙ୍କର ହୃଦୟରେ ଯୀଶୁଖ୍ରୀଷ୍ଟଙ୍କ ପାଇଁ ଜାଗା ଅଛି କି? ଯଦି ଜାଗା ଅଛି ତାଙ୍କୁ ନିମନ୍ତ୍ରଣ କରନ୍ତୁ, ଏ ପ୍ରଭୁ ମୋ ଭିତରକୁ ଆସନ୍ତୁ, ମୋର ପାପ କ୍ଷମା କରନ୍ତୁ।
ଦୟାକରି ମୋର ପାପ କ୍ଷମା କରନ୍ତୁ ପ୍ରଭୁ, ଆଉ ତୁମ ରାଜ୍ୟକୁ, ଆପଣା ରାଜ୍ୟକୁ ମୋତେ ନେଇଯାଆନ୍ତୁ। ଆଉ ଶେଷ ଦିନରେ ଏହି ସରଳ ପ୍ରାର୍ଥନା, এই ଛୋଟ ବିଶ୍ୱାସ ହିଁ ଆଜି ଲକ୍ଷ ଲକ୍ଷ କୋଟି କୋଟି ଲୋକମାନେ ପ୍ରଭୁଙ୍କ ରାଜ୍ୟରେ ପ୍ରବେଶ କରିଛନ୍ତି। ଆଜି ଯେଉଁମାନେ ଆମେ ବଞ୍ଚିଛୁ, ଆଉ ଆଗକୁ ଯେଉଁମାନେ ଜନ୍ମ ହେବେ ଆଗମନ ପର୍ଯ୍ୟନ୍ତ, ଏହି ଆତ୍ମସମର୍ପଣ ଆମମାନଙ୍କୁ ପ୍ରଭୁଙ୍କ ରାଜ୍ୟକୁ ନେଇଯିବ। ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ପ୍ରଭୁ ସମସ୍ତଙ୍କୁ ଆଜିର 2020 ମସିହାର ଏହି ବଡ଼ଦିନ ସମୟରେ ପ୍ରତ୍ୟେକଙ୍କୁ ପ୍ରଭୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ସମସ୍ତଙ୍କ ଉପରେ ଶାନ୍ତି ବର୍ତ୍ତୁ। ଆମର ପ୍ରିୟ ଭାରତ ଭୂମିରେ, ଆମର ପ୍ରିୟ ଓଡ଼ିଶାରେ, ଆମ ଦେଶରେ ଶାନ୍ତି ବର୍ତ୍ତୁ। ପ୍ରଭୁଙ୍କର ଅନୁଗ୍ରହ ସମସ୍ତଙ୍କ ପ୍ରତି ପ୍ରକାଶ ଦେଉ। ସମସ୍ତେ ସୁସ୍ଥତାରେ, ପ୍ରଚୁରତାରେ, ଆନନ୍ଦରେ ବାସ କରନ୍ତୁ। ଆଉ ନୂତନ ବର୍ଷରେ ଆନନ୍ଦରେ, ଆଶୀର୍ବାଦରେ ପଦାର୍ପଣ କରନ୍ତୁ। ପ୍ରଭୁଙ୍କର ପବିତ୍ର ନାମର ଗୌରବ। ବହୁତ ଧନ୍ୟବାଦ।